କେମିତି କଟିଛି ସାର୍ ପିଲାଦିନ? ଯେଉଁ ଗାଁଟିରେ ଜନ୍ମ ନେଇଥିଲି ସେ ଗାଁଟି ଏବେ ସେ ଗାଁର ଚିତ୍ର ଏବେ ବହୁତ ବଦଳିଗଲାଣି। ଆମେ ବଢ଼ିପାଣି ଘେର ବା ନଈ ଘେର ଭିତରେ ଗାଁଟି, ତଥାପି ସେ ଗାଁଟି ମୋ ପାଇଁ ବହୁତ ଭଲ ଥିଲା। ସବୁ ପିଲାମାନେ ଆଗ ବେଞ୍ଚରେ ବସୁଥିଲେ, ମୋତେ ପଛ ବେଞ୍ଚରେ ବସାଇ ଦିଆଗଲା। ମାତ୍ର 6 ମାସ ଭିତରେ ମୋର ପରିଚୟ ସେଠି ସୃଷ୍ଟି ହେଲା। ପଛରେ ବସୁଥିବା ପିଲା ଏକାଦଶ ଶ୍ରେଣୀ ବେଳକୁ ଆଗରେ ବସିଲାଣି, ଆଗ ଲାଇନ୍ରେ ବସିଲାଣି। ତାହିଁ ଥିଲା ମୋର ସଂକଳ୍ପ। ପ୍ରାରମ୍ଭରୁ ଜୀବନର ଲକ୍ଷ୍ୟ କ'ଣ ଥିଲା? ପାଠ ପଢ଼ିବା ତ ଥିଲା, କିନ୍ତୁ ପାଠ ପଢ଼ିବା ସାଙ୍ଗରେ ମନେ ମନେ କେବଳ ଭାବୁଥିଲି ମୁଁ ହରେକୃଷ୍ଣ ମହତାବ ହେବି। ମୋର ବିଚାରରେ ହରେକୃଷ୍ଣ ମହତାବ ହେଉଛନ୍ତି, ଡକ୍ଟରେଟ୍ କରୁଛନ୍ତି ଡକ୍ଟର ହରେକୃଷ୍ଣ ମହତାବ। ତା ସାଙ୍ଗରେ ଏ ରାଜ୍ୟର ଅନେକ ଉନ୍ନତି ହୀରାକୁଦ ବନ୍ଧ ଯାହା କହୁଥିଲି ତାଙ୍କରି ପରି କିଛି କାର୍ଯ୍ୟ ମଧ୍ୟ କରିପାରିବି। ସେଥିପାଇଁକି ମୋତେ ଯିଏ ପଚାରୁଥିଲା ଭବିଷ୍ୟତରେ କ'ଣ ହେବ, ମୁଁ ଡକ୍ଟର ହରେକୃଷ୍ଣ ମହତାବ ହେବି। କେଉଁ ଦଳ ପ୍ରତି ମାନେ ପ୍ରଥମେ ଆନୁଗତ୍ୟ ଦେଖାଇବାକୁ ମାନେ ପସନ୍ଦ କଲେ? ସାମ୍ବିଧାନିକ ବ୍ୟବସ୍ଥାରେ ମୁଁ ବିଶ୍ୱାସ କରେ ରାଜନୀତି ଯେତେ ବିକେନ୍ଦ୍ରୀକରଣ ହେବ ସେତିକି ପରିମାଣରେ ସଫଳ ହେବ, ଗଣତନ୍ତ୍ର ସଫଳ ହେବ। ସେ ରାଜ୍ୟଦଳ ପ୍ରତି ମୋର ଆକର୍ଷଣ ବଢ଼ିଲା। ଶ୍ରଦ୍ଧା ଆସିଲା। ରାଜ୍ୟଦଳ ବଢ଼ିବା ପାଇଁକି ଯେତେବେଳେ ଜନତା ପାର୍ଟି ଗଠନ ହୋଇଥିଲା, ସେ ଜନତା ପାର୍ଟିକୁ ବିଭାଜିତ ହେଲା ଏବଂ ବିଜୁ ଜନତା ଦଳ ଗଠନ। ବିଜୁ ଜନତା ଦଳର ମୁଁ ଥିଲି ଜଣେ ଫାଉଣ୍ଡର ମେମ୍ବର। ଗୋବିନ୍ଦପୁର ବିଧାନସଭା କ୍ଷେତ୍ରରୁ ଆପଣଙ୍କର ପ୍ରିୟ ବିଧାୟକ ହୋଇଛନ୍ତି, ଆଉ ସେଇ ଅଞ୍ଚଳର ଲୋକଙ୍କ ସମସ୍ୟାକୁ ସେତେବେଳେ କ'ଣ ଥିଲା? ଏବେ ନିର୍ଦ୍ଦିଷ୍ଟ ଭାବରେ ଗୋଟେ ଚାଷୀ ଅଞ୍ଚଳରେ କ'ଣ କ'ଣ କରାଯାଇପାରିବ ମୋର ବହୁତ ପିଲାବେଳୁ ସେ ସ୍ୱପ୍ନ ଥିଲା। ସେ ଅଞ୍ଚଳରେ ଜଳସେଚନ ଆରମ୍ଭ ହୋଇଥିଲା, କିନ୍ତୁ ମୋ ସମୟରେ ମୁଁ ତାକୁ ପୂର୍ଣ୍ଣାଙ୍ଗ କଲି। ଯେଉଁଠି ଇରିଗେସନ୍ ଜଳସେଚନ ଯାଇପାରୁନଥିଲା କେନାଲ, ସେଠି ଲିଫ୍ଟ ଇରିଗେସନ୍ ବସେ ପ୍ରତ୍ୟେକ ରାସ୍ତା ସହିତ ଯେଉଁ ମୁଖ୍ୟ ରାସ୍ତା ସହିତ କେଉଁ ସଂଯୋଗୀକରଣ ହେବ, ସଂଯୋଗୀକରଣ ହେବ, ସେଇ କଥା ଗୁଡ଼ିକ ଉପରେ ନଜର ଦେଇଥିଲି 78 ମସିହା। ଆଜ୍ଞା। ଚାଷ ସାଙ୍ଗରେ ମିଲ୍କ ପ୍ରଡକ୍ସନ୍ 2008ରେ ବିଜେଡ଼ିରୁ ଇସ୍ତଫା ଦେଲେ। 2006 ଆଚ୍ଛା, ତେବେ ନେତୃତ୍ୱର ମତଭେଦ କାରଣ ଦର୍ଶାଇକରି ଆପଣ ଦେବେ, ନିର୍ଦ୍ଦିଷ୍ଟ କାରଣ କ'ଣ ଥିଲା? ନବୀନ ବାବୁ ବିଶେଷ ଭାବରେ ପ୍ୟାରୀ ବାବୁଙ୍କ ଉପରେ ଡିପେଣ୍ଡ କରିଗଲେଣି, କିନ୍ତୁ ପ୍ୟାରୀ ବାବୁଙ୍କ କଥାରେ ସବୁ ଯେ ଚାଲିଛନ୍ତି ସେ କଥା ମୁଁ କହିପାରିନି। ତାଙ୍କର ଟିକେ ସେ ଯେଉଁ ଇନକ୍ଲିନେସନ୍ ଭାରତୀୟ ଜନତା ପାର୍ଟି ଆଲାଏନ୍ସ ଥାଇକରି ମଧ୍ୟ ଆମେ ତାଙ୍କ ପାଖରେ ସରେଣ୍ଡର କରିନଥିଲୁ। ଯେଉଁ ସମୟରେ ମୁଁ ଅନୁଭବ କଲି ଯେ ବିଜେପି ପାଖରେ ବିଜେଡ଼ିଟା ସରେଣ୍ଡର କରୁଛି, ମୋର ରାଜନୈତିକ ବିଚାରରେ ଆସିଲା ଯେ ନାଇଁ, ଏ ଦଳ ସହିତ ହେବନି। ଆପଣଙ୍କର ନିର୍ଭୀକ ବିଚାରଧାରା, ଚମତ୍କାର ବିଶ୍ଳେଷଣ କରିକିରି ଅନେକ ରୋଚକ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି, ସେ ସମ୍ପର୍କରେ କ'ଣ କହିବେ? ସବୁ ଯେ ପ୍ରଭାବ ପକାଇଛି ତା ନୁହେଁ। ଯେ ମହାନଦୀର ଉପର ମୁଣ୍ଡରେ ହେଉଛି ସବୁ ଛତିଶଗଡ଼ରେ ବନ୍ଧ ହେଉଛି, ପାଣି ଅଟକାଯାଉଛି। ମୁଁ ଯାଇଥିଲି, ସତ୍ୟ ଜାଣିଲି, ସତ୍ୟତା ଦେଖିଲି। ମହାନଦୀ ସଙ୍କଟରେ ପ୍ରଥମ ଆର୍ଟିକଲ ଥିଲା ମହାନଦୀ ସଙ୍କଟରେ, ଦ୍ୱିତୀୟ ଆର୍ଟିକଲ ଥିଲା ମହାନଦୀ ମରିବାକୁ ଯାଉଛି। ଆଜି ଯେଉଁ କ୍ଷତି ହେଇଛି ସେ କ୍ଷତି ପାଇଁକି ସମସ୍ତେ ଚିତ୍କାର କରୁଛନ୍ତି। ସରକାର, ସେ ସମୟର ସରକାର, ନବୀନ ପଟ୍ଟନାୟକ ସରକାର ଚିତ୍କାର କରୁଛନ୍ତି, ପରବର୍ତ୍ତୀ ସରକାର ଚିତ୍କାର କରୁଛନ୍ତି, କିନ୍ତୁ ମହାନଦୀ ଚାଲିଗଲା ସଙ୍କଟ ଭିତରେ। ଆପଣ ଯେଉଁ ସମୟରେ ମୁଖ୍ୟମନ୍ତ୍ରୀଙ୍କ କଥା ଲେଖିଛନ୍ତି, ସେ କେମିତି ପୋଷାକ ପରିଚ୍ଛଦ କରୁଥିଲେ, ଧଳା ପିନ୍ଧୁଥିଲେ, କଳା ପିନ୍ଧୁଥିଲେ, ଏଇସବୁ ଜିନିଷ, ଏଇ ଯେଉଁ ରହସ୍ୟପୂର୍ଣ୍ଣ ଗୋପନୀୟ ରହସ୍ୟ, ଏଥିରେ କେତେ ସତ୍ୟ ଓ କେତେ ତଥ୍ୟ ଅଛି, ମୁଁ ଏଇ ପ୍ରଶ୍ନଟି ଆପଣଙ୍କୁ ପଚାରିଥାନ୍ତି। ତେବେ ଆପଣ ତ ଆଗରୁ କହୁଛନ୍ତି ତଥ୍ୟ କେତେ ସତ୍ୟ କେତେ, ଟିକେ ଦର୍ଶକମାନଙ୍କୁ ବୁଝେଇ କହିବେ। ସମ୍ପୂର୍ଣ୍ଣ ତଥ୍ୟ, ସମ୍ପୂର୍ଣ୍ଣ ସତ୍ୟ ଉପସ୍ଥାପନ କରାଯାଇଛି। ମୁଁ ଗୋଟିଏ ଜାଗାରେ ଲେଖିଛି ଯେ ମୁଁ ତାଙ୍କ ସାଙ୍ଗରେ ଯେତେବେଳେ ପ୍ରଥମ ଦିନ ଯାଉଛି, ସନ୍ଦେହୀ ଲୋକ ବୋଲିକିରି ସେଦିନ ଧାରଣା ହେଲା। ତେଲ ପକାଉଛି ଡ୍ରାଇଭର, ମୁଁ ଲକ୍ଷ୍ୟ କଲି ସେ ଅନଉଛନ୍ତି ସେ ଗାଡ଼ିରେ ତେଲ କେତେ ପଡ଼ୁଛି। ମୁଁ ଖୁସି ହେଇଥିଲି ଯେ ଜଣେ ଏହିପରି ବ୍ୟକ୍ତି ଯଦି ପ୍ରକୃତରେ ସଚେତନ ଥାଆନ୍ତି ତାହେଲେ ସେ ରାଜ୍ୟରେ ଭଲ ଚଳେଇବେ ନିଶ୍ଚିତ। କାରଣ ନମସ୍କାର ଦର୍ଶକ ବନ୍ଧୁ, ନିର୍ଭୀକ ବିଚାରର ଆଜିର ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଶ୍ରୀ ଅବନୀଚନ୍ଦ୍ର ଦାସ। ଆଜି ନିର୍ଭୀକ ବିଚାର ଆସନ୍ତୁ ସାକ୍ଷାତ କରିବା ଜଣେ ଏଭଳି ନିଆରା ମଣିଷଙ୍କୁ, ଯିଏ ଆମ ରାଜ୍ୟର ଜଣେ ବିଶିଷ୍ଟ ରାଜନୀତିଜ୍ଞ ଭାବରେ, ଜଣେ ଅର୍ଥନୀତି ବିଶାରଦ ଭାବରେ ତଥା ସାମାଜିକ, ସାଂସ୍କୃତିକ, ଅର୍ଥନୈତିକ, ରାଜନୈତିକ ପୃଷ୍ଠଭୂମିରେ ଓଡ଼ିଶାରୁ ଅତି ପାଖରୁ ଦେଖୁଥିବା, ବିଭିନ୍ନ ବିଭାଗକୁ ଅତି ନିଖୁଣ ଭାବରେ ପରଖି ପାରୁଥିବା ଏବଂ ନିଜସ୍ୱ
ଲେଖନୀ ଚାଳନା କରୁଥିବା ଅନନ୍ୟ ବ୍ୟକ୍ତିତ୍ୱଙ୍କୁ ଯିଏ ଆମ ରାଜ୍ୟ ବିଧାନସଭାର 3 ଥର ବିଧାୟକ, ବରିଷ୍ଠ ମନ୍ତ୍ରୀ ଏବଂ ବିଶେଷ କରି ଅର୍ଥମନ୍ତ୍ରୀ ଏବଂ ଗୋବିନ୍ଦପୁର ବିଧାନସଭା କ୍ଷେତ୍ରରୁ ବାରମ୍ବାର ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରୁଥିବା ଏଭଳି ଜଣେ ନିଆରା ବ୍ୟକ୍ତିତ୍ୱଙ୍କୁ ଭେଟିବା, ଯିଏ ବିଜେଡ଼ି ଏବଂ ବିଜେପିର ମିଳିତ ସରକାରରେ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଛନ୍ତି। ଜଣେ ସ୍ୱାଧୀନଚେତା ବ୍ୟକ୍ତିତ୍ୱର ପରିଚୟ ନେଇ ତାଙ୍କର ଜୀବନଚର୍ଯ୍ୟା ବଢ଼ି ଚାଲିଛି ଆଗକୁ। ସମ୍ପ୍ରତି ଭାରତୀୟ ଜାତୀୟ କଂଗ୍ରେସର ଜଣେ କାର୍ଯ୍ୟଦକ୍ଷ ବରିଷ୍ଠ ସଦସ୍ୟ ଭାବରେ ନେତୃତ୍ୱ ଦେଉଥିବା ସେହି ଅନନ୍ୟ ବ୍ୟକ୍ତିତ୍ୱ ଜଣକ ହେଉଛନ୍ତି ଆଜିର ଅତିଥି ନିର୍ଭୀକ ବିଚାରରେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମହୋଦୟ। ଆସନ୍ତୁ ତାଙ୍କୁ ନିର୍ଭୀକ ବିଚାରକୁ ସ୍ୱାଗତ କରିବା ଆଉ ତାଙ୍କଠାରୁ ଜାଣିବା ସାମ୍ପ୍ରତିକ ଜନଜୀବନ, ସାମାଜିକ ରାଜନୈତିକ କ୍ଷେତ୍ରରେ କ'ଣ ରହିଛି ତାଙ୍କର ନିର୍ଭୀକ ବିଚାର। ସାର୍ ନମସ୍କାର। ନମସ୍କାର। ଆଜିର ନିର୍ଭୀକ ବିଚାରର ଏହି ଅଧ୍ୟାୟକୁ ଆପଣଙ୍କୁ ସ୍ୱାଗତ। ସାର୍, ଆମେ ଆପଣଙ୍କୁ ବହୁବାର ବିଭିନ୍ନ ସଭା ସମିତିରେ ଦେଖିଛୁ, ବିଧାନସଭାରେ ଦେଖିଛୁ, ମନ୍ତ୍ରିତ୍ୱ କାଳରେ ରାଜ୍ୟ ଶାସନ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ଦେଖିଛୁ ଏବଂ ବିଶେଷ କରି ଆପଣଙ୍କ ସ୍ତମ୍ଭଲେଖ ମାଧ୍ୟମରେ ଆପଣଙ୍କର ଲେଖନୀ ଚାଳନାରେ ମଧ୍ୟ ଆପଣଙ୍କୁ ଆମେ ପଢ଼ିଛୁ। ତେବେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମହୋଦୟ ଓଡ଼ିଶାର ରାଜନୈତିକ ଦୃଶ୍ୟପଟରେ ଯାହାଙ୍କର ନାଁ ଏକ ଜଣାଶୁଣା ନାଁ। ଜନ୍ମ କଟକ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳର ବଡ଼ମୂଳେଇ ଗାଁରେ 1952 ଜାନୁଆରୀ 1 ତାରିଖରେ। ପିତା ପ୍ରେମାନନ୍ଦ କାନୁନଗୋ। କେମିତି କଟିଛି ସାର୍ ପିଲାଦିନ ଆପଣଙ୍କର ଏବଂ କୈଶୋରର ଛାତ୍ର ଜୀବନ? ପ୍ରଥମ କଥା ହେଲା, ପିଲାଦିନ କଥା ମନେ ପଡ଼ିଲେ ଯେଉଁ ଗାଁଟିରେ ଜନ୍ମ ନେଇଥିଲି ସେ ଗାଁଟି ଏବେ, ସେ ଗାଁର ଚିତ୍ର ଏବେ ବହୁତ ବଦଳିଗଲାଣି, କିନ୍ତୁ ସେ ଗାଁର ଚିତ୍ର ସାମ୍ନାରେ ଆସେ। ସେ ଗାଁର ସବୁବେଳେ ବଢ଼ି ପାଣି ଆସୁଥିଲା। ଆମେ ବଢ଼ି ପାଣି ଘେର ବା ନଈ ଘେର ଭିତରେ ଗାଁଟିଏ। ସବୁବେଳେ ବର୍ଷା ଦିନଟାରେ କାଦୁଅ ପଛ ପଛ ରାସ୍ତା, ତାରି ଭିତରେ ତଥାପି ସେ ଗାଁଟି ମୋ ପାଇଁ ବହୁତ ଭଲ ଥିଲା। ସବୁ ଲୋକଙ୍କର, ସବୁ ଜନ୍ମଭୂମି ଗାଁ ନିଶ୍ଚିତ ଭାବରେ ଭଲ, ସମସ୍ତେ ଭଲ ପାଆନ୍ତି ଗାଁକୁ। କିନ୍ତୁ ତାର କାରଣ ହେଉଛି ମା ଆଉ ଜନ୍ମଭୂମି ଗାଁ, ଏ ଦୁଇଟି ଯାକ ହେଉଛି ପ୍ରିୟ ନିଜ ପ୍ରତ୍ୟେକ ବ୍ୟକ୍ତି ପାଖରେ। ସେ ଗାଁରେ ସେତେବେଳକାର ଅବସ୍ଥାରେ ବଢ଼ି ପାଣି ବାରମ୍ବାର ଆସୁଥିଲା, ନଷ୍ଟ କରୁଥିଲା, ଫସଲ ନଷ୍ଟ କରୁଥିଲା। ତଥାପି ସମସ୍ତେ ଭରିକି ରହୁଥିଲେ ଗାଁରେ। ଲୋକମାନେ ରହୁଥିଲେ ପରସ୍ପର ସମ୍ପର୍କ ସହିତ ନେଇକରି, ସେମାନେ ତାଙ୍କର ଅଭାବ ଅସୁବିଧା ପୂରଣ କରୁଥିଲେ। କାହାର ଯଦି ଅଭାବ ହେଉଥିଲା ତାହେଲେ ସେ ଅନ୍ୟଠାରୁ ଆଣିକି ଋଣ ଆଣୁଥିଲା, କାଇଣ୍ଡସରେ ହେଉ ବା ପଇସା ଆକାରରେ ଆଣୁ। ଏବଂ ଏ କାର୍ଯ୍ୟ ହେଉଥିଲା। କେତେବେଳେ କିଏ କାହା ଘରେ ମୁଁ ଦେଖିଛି ଗରା ବନ୍ଧା ପକାଇବ କି କୁଣ୍ଡ ବନ୍ଧା ପକାଇ ଦେଇ କିଛି ପଇସା ନେଇଯାଆନ୍ତି, ପୁଣି ପଇସା ଆଣିକିରି ଦେଇକି। ଏ ଥିଲା ଗାଁର ପରମ୍ପରା। ଠାକୁର ଘରଟିଏ ଥିଲା, ସମସ୍ତେ ଠାକୁର ଘରକୁ ଯାଉଥିଲେ, ସନ୍ଧ୍ୟାବେଳେ ଯାଉଥିଲେ। ଭାଗବତ ଘରଟିଏ ଥିଲା, ଭାଗବତ ଘରେ ଭାଗବତ ପାଠ ହେଉଥିଲା। ଏବଂ ସେ ସମୟରେ ଆମେ ଲକ୍ଷ୍ୟ କରିଛି, ଅନ୍ଧବିଶ୍ୱାସ ତ ଥିଲା ନିଶ୍ଚୟ। ଅନ୍ଧବିଶ୍ୱାସ ଅନେକ ସମୟରେ ଅଜ୍ଞତା ଦୃଷ୍ଟିରୁ ଆସିଥାଏ, କିନ୍ତୁ ଯେହେତୁ ଆମ ଗାଁଟି ଗୋଟିଏ ପାଠ ପଢ଼ିବା ପ୍ରତି ଆଗ୍ରହ ଥିଲା, ଶିକ୍ଷିତ ଗାଁ, ଏବଂ ସେ ଦୃଷ୍ଟିରୁ ଆମେ ସମସ୍ତଙ୍କର ଭିତରେ ସ୍କୁଲ ପାଠ ପଢ଼ିବା ପାଇଁକି ବିଦ୍ୟାଳୟଟିଏ ଥିଲା, ପ୍ରାଥମିକ ବିଦ୍ୟାଳୟ 3ୟ ଶ୍ରେଣୀ ପର୍ଯ୍ୟନ୍ତ। ଆଉ ସେତେବେଳେ ବଡ଼ ସ୍କୁଲ କିଛି ନଥିଲା। ତାପରେ ମୋତେ 3ୟ ଶ୍ରେଣୀ ପାସ୍ କଲା ପରେ ଗୋଟିଏ ନଈ ପାରି ହେଇକରି 1 କିଲୋମିଟର ବାଟ ଯିବାକୁ ପଡ଼ୁଥିଲା, କି 1.5 କିଲୋମିଟର ବାଟ ଯିବାକୁ ପଡ଼ୁଥିଲା 4ର୍ଥ ପଞ୍ଚମ ପଢ଼ିବା ପାଇଁକି। ପ୍ରତିଦିନ ଯାତାୟାତ କରିକି ପଢ଼ୁଥିଲି। ସେ ଗାଁଟି ଉଚ୍ଚାରଣ, ସେ ଗାଁ ବହୁତ ଶିକ୍ଷିତ ଗାଁ, ସେ ବି ଗାଁଟିରେ ଥିଲା। ଏବଂ 5ମ ଶ୍ରେଣୀ ପାସ୍ କଲା ପରେ ପାଖ ଆଗରେ ଆଉ ସ୍କୁଲ ନଥିଲା। ମୋତେ ଯିବାକୁ ପଡ଼ିଲା 6ଠ 7ମ ପଢ଼ିବା ପାଇଁକି କୋସରଦା।
ଆହୁରି 2 କିଲୋମିଟର ଦୂର 3 କିଲୋମିଟର ଦୂର ଯାଇକିରି ଯିବା ଆସିବା କରି ପଢ଼ି ହେବ ନାହିଁ। ହଷ୍ଟେଲରେ ରହିଲି ଏବଂ ସେଠି ହଷ୍ଟେଲରେ ରହି ସେଠି ପାସ୍ କଲି 6ଠ 7ମ 8ମ। ତାପରେ ମୁଁ ପଳେଇ ଆସିଥିଲି, ସେ ସ୍କୁଲ ଛାଡ଼ି ଦେଇଥିଲି ଏବଂ କଟକର ବୋର୍ଡ଼ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ ପଢ଼ିବାକୁ ଚାଲି ଆସିଥିଲି। ଏବଂ ପାଠପଢ଼ା ମୋର ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ଶେଷ ହେଲା। ସେତେବେଳେ ପାଠପଢ଼ା ଏକାଦଶ ଶ୍ରେଣୀ। ମୁଁ ସେଇଠି ଗୋଟିଏ ଅନୁଭୂତି ମୋର ଅଛି। ମୁଁ ଯେତେବେଳେ ସହର ସ୍କୁଲକୁ ଆସିଲି, ମୁଁ ଆମ ସ୍କୁଲର ନୂଆ ସ୍କୁଲଟିଏ ତିଆରି ହେଇଥିଲେ ବୋଧେ ବଡ଼ ସ୍କୁଲ, ତାର ନାଁ ଥିଲା। ପ୍ରତିବର୍ଷ ଜଣେ 2 ଜଣ 3 ଜଣ ଯାଉଥିଲେ, ବେଷ୍ଟ 10ରେ ଯାଉଥିଲେ ଏବଂ ସେ ସ୍କୁଲର ବହୁତ ନାଁ ଥିଲା। ସବୁ ପିଲାମାନେ ଆଗ ବେଞ୍ଚରେ ବସୁଥିଲେ, ମୋତେ ପଛ ବେଞ୍ଚରେ ବସେଇ ଦିଆଗଲା। ଯେହେତୁ ଆପଣ ଗାଁରୁ ଆସିଥିଲେ। ମୁଁ ଗାଁରୁ ଆସିଥିଲି। ମନେ ମନେ ଭାବୁଥିଲି ଯେ ଏଇ ପିଲାଙ୍କ ଭିତରେ ମୁଁ କେଉଁ ଦୃଷ୍ଟିରୁ କମ୍ ହେଲି ଯେ ମୁଁ ପଛରେ ବସିବି। ମୁଁ କ'ଣ ମୋତେ ଆଗରେ କାହିଁ ଦିଆଯିବ ନାହିଁ। ମାତ୍ର 6 ମାସ ଭିତରେ ମୋର ପରିଚୟ ସେଠି ସୃଷ୍ଟି ହେଲା। ସେଠି ଯେଉଁ ଡିବେଟ୍ କମ୍ପିଟିସନ୍ ହେଲା, ମୁଁ ସେଥିରେ ସିଲେକ୍ଟ ହେଲି ଏବଂ ସେଥିରେ ସ୍କୁଲକୁ ପ୍ରତିନିଧିତ୍ୱ କଲି। ଏବଂ ପାଠପଢ଼ା ତ ନିଶ୍ଚିତ ଭାବରେ, ତା ସହିତ ମୋର ଅନ୍ୟ ଯେଉଁ ସ୍କୁଲର ଯେଉଁ ଆକ୍ଟିଭିଟିଜ୍, ଯେଉଁ ଭାଷଣ ପ୍ରତିଯୋଗିତା, ଲେଖା ପ୍ରତିଯୋଗିତା, ଏସବୁଥିରେ ମୁଁ କେଉଁଠି ଫାଷ୍ଟ ହେଲି ତ କେତେବେଳେ ସେକେଣ୍ଡ ହେଲିନି ତ, କିନ୍ତୁ ସ୍କୁଲକୁ ପ୍ରତିନିଧିତ୍ୱ କରୁଥିଲି। ସବୁବେଳେ ଆଗରେ ଡକରା ପଡ଼ୁଥିଲି ଏବଂ ମୋତେ ନେଇକି ଆଗରେ ବସାଗଲା। ପଛରେ ବସୁଥିବା ପିଲା ଏକାଦଶ ଶ୍ରେଣୀ ବେଳକୁ ଆଗରେ ବସିଲାଣି, ଆଗ ଲାଇନରେ ବସିଲାଣି। ତାହିଁ ଥିଲା ମୋର ସଂକଳ୍ପ, ବିଚାର ଏବଂ ତାହିଁ ମୁଁ ସିଦ୍ଧ କରିଥିଲି। ପରବର୍ତ୍ତୀ ପର୍ଯ୍ୟାୟରେ ସିଦ୍ଧ ହୋଇଥିଲା। ଏଇଟା ଥିଲା ମୋ ସ୍କୁଲ ଜୀବନ। ହାଇସ୍କୁଲ ସେଠୁ ପାସ୍ କରିଥିଲି। ହାଇସ୍କୁଲର ଶିକ୍ଷକମାନଙ୍କର ଶ୍ରଦ୍ଧା ଏବଂ ଶିକ୍ଷକମାନଙ୍କ ଠାରୁ ସବୁ ପ୍ରକାର ଯେଉଁ ପ୍ରକାର କହିବା କଥା, ପିଲା ପାଇଁକି ପାଠ ପଢ଼ିବା ପାଇଁକି ଯେଉଁ ପ୍ରକାର ଉତ୍ସାହ ଏବଂ ଯେଉଁ ପ୍ରକାର ପ୍ରେରଣା ପାଇବା କଥା, ମୁଁ ସେ ସ୍କୁଲରେ ସବୁ ପାଇଥିଲି। ନିଶ୍ଚିତ ଭାବରେ ସାର୍, ଆପଣଙ୍କର ବିଦ୍ୟାର୍ଥୀ ଜୀବନ, କୈଶୋର କାଳରେ ଆପଣଙ୍କ ବିଦ୍ୟାର୍ଥୀ ଜୀବନ ଯେଉଁ ଭାବରେ ସଂଗଠିତ ହେଇଛି ଏବଂ ଆପଣ ଯେମିତି ଆଗକୁ ବଢ଼ିଛନ୍ତି, ତା ପରବର୍ତ୍ତୀ ପର୍ଯ୍ୟାୟରେ ସେମିତି ଆପଣ କଲେଜ ସ୍ତରରେ, ତାପରେ ଆପଣଙ୍କର ସ୍ନାତକୋତ୍ତର ପରୀକ୍ଷା ଦେଇକି ଆପଣ ସ୍ନାତକୋତ୍ତର ଉପାଧି ବି ଗ୍ରହଣ କରିଛନ୍ତି। ତେଣୁ ଆପଣଙ୍କର ସାର୍ ପ୍ରାରମ୍ଭରୁ ଜୀବନର ଲକ୍ଷ୍ୟ କ'ଣ ଥିଲା କି? ଏମିତି ରାଜନୀତିରେ ଯୋଗ ଦେବା ପୂର୍ବରୁ ପାଠପଢ଼ା କିଛି ସେମିତି ବ୍ୟାଘାତ ହେଇନି କି ବାଧାପ୍ରାପ୍ତ ହେଇନି? ନାହିଁ, ପାଠ ପଢ଼ିବା ତ ଥିଲା, କିନ୍ତୁ ପାଠ ପଢ଼ିବା ସାଙ୍ଗରେ ମୁଁ ଗୋଟିଏ ମନେ ମନେ ସବୁବେଳେ ଭାବୁଥିଲି ମୁଁ ହରେକୃଷ୍ଣ ମହତାବ ହେବି। ମାନେ ମୋର ବିଚାରରେ ହରେକୃଷ୍ଣ ମହତାବ ହେଉଛନ୍ତି, ଡକ୍ଟରେଟ୍ କରିଛନ୍ତି ଡକ୍ଟର ହରେକୃଷ୍ଣ ମହତାବ, ଡକ୍ଟରେଟ୍ କରିଛନ୍ତି। ତା ସାଙ୍ଗରେ ଏ ରାଜ୍ୟର ଅନେକ ଉନ୍ନତି, ହୀରାକୁଦ ବନ୍ଧ ଯାହା ପଢ଼ୁଥିଲି, ତାଙ୍କରି ପରି କିଛି କାର୍ଯ୍ୟ ମଧ୍ୟ କରିପାରିବି। ସେଥିପାଇଁକି ମୋତେ ଯିଏ ପଚାରୁଥିଲା ତୁମ ଭବିଷ୍ୟତରେ କ'ଣ ହେବ, ମୁଁ ଡକ୍ଟର ହରେକୃଷ୍ଣ ମହତାବ ହେବି। ସେଇ ମର୍ମରେ ଯେତେବେଳେ ପାଠ ପଢ଼ୁଥିଲି, ପାଠ ପଢ଼ିବାର ବ୍ୟବସ୍ଥା ଭିତରେ ମୁଁ ପ୍ରଥମେ କଲେଜ କ୍ୟାରିୟରରେ, ସ୍କୁଲ କ୍ୟାରିୟରରେ ମୋର ଛାତ୍ରନୀତି ଭିତରକୁ ପଶିଗଲି। କଲେଜ କ୍ୟାରିୟରରେ ଗଲି ଛାତ୍ରନୀତି। ସେ ସମୟରେ ଜେଲ୍ ଗଲି। 1969 ମସିହା ଛାତ୍ର ଆନ୍ଦୋଳନରେ ବାରମ୍ବାର ଜେଲ୍ ଗଲି। ଜେଲ୍ରେ ପ୍ରାୟ କେତେବେଳେ 1.5 ମାସ, କେତେବେଳେ 2 ମାସ, କେତେବେଳେ 3 ମାସ, ଏମିତି ଭାବରେ ଜେଲ୍ରେ ମୋତେ ଜୀବନ କାଟିବାକୁ ପଡ଼ିଥିଲା। ଏଣୁ କିନ୍ତୁ ପାଠପଢ଼ା ମୁଁ ମୋର ନଷ୍ଟ କରୁନଥାଏ। ଗୋଟେ ଦୁଃଖର କଥା ମୁଁ ଖାଲି କହିଦିଏ, କାରଣ ଯେହେତୁ ସାମ୍ନାରେ ଅନେକ ବ୍ୟକ୍ତି ଶୁଣୁଥିବେ, ଦେଖୁଥିବେ। 1969 ମସିହାରେ ଗୋଟେ ବଡ଼ ଦୁର୍ଭାଗ୍ୟଜନକ ସ୍ଥିତିର ସମ୍ମୁଖୀନ ହେଲି। ଗୋଟେ ପରୀକ୍ଷାକୁ ଗଲାବେଳକୁ ସେ ପରୀକ୍ଷାରେ ସାରା କଲେଜ, ସାରା ଖ୍ରୀଷ୍ଟ କଲେଜ ସମସ୍ତେ କପି କରୁଛନ୍ତି, ବହି ପକେଇକିରି କପି କରୁଛନ୍ତି। ମାନେ ରୀତିମତ ଅଧ୍ୟାପକମାନେ ଅସହାୟ ଅବସ୍ଥାରେ ବାହାରେ ବୁଲୁଛନ୍ତି ଏବଂ ଲେକ୍ଚରମାନେ, ପିଲାମାନେ ସବୁ କପି କରୁଛନ୍ତି। ମୋଟାମୋଟି ଭାବରେ ନିୟନ୍ତ୍ରଣ ନାହିଁ। ନାଇଁ, ନିୟନ୍ତ୍ରଣ ନୁହେଁ, ସେ କେମିତି ଗୋଟେ ଟ୍ରେଣ୍ଡ ହେଇଯାଇଛି, ଖୋଲାମେଲା କପିର ସାମ୍ରାଜ୍ୟ ହେଇଯାଇଥିଲା। ମୋତେ ଦୁଃଖ ଲାଗୁଥିଲା। ମୋତେ ମୁଁ ପ୍ରକୃତରେ କପି କରିବା ପାଇଁ କି କେମିତି ଭାବରେ କରିବି, ସେ ଅସ୍ଥିର ଅବସ୍ଥା ଭିତରେ ମୋ ମନ ଭିତରେ, ସେଇ ବ୍ୟବସ୍ଥା ଭିତରେ ମୁଁ ଭଲ ପରୀକ୍ଷାରେ ଭଲ କରିପାରିବି ନାହିଁ, ଏ ମନ ଭିତରେ ଆସିଗଲା। ମୁଁ ତାହା ମଧ୍ୟ ହେଲା। ତାର କାରଣ ହେଉଛି ଅନ୍ୟ ସମସ୍ତେ ଯେପରି ଭାବରେ ଟିପୁଥିଲେ, ମୁଁ ସେପରି ଭାବରେ କରିବା ପାଇଁ ଚାହିଁନଥିଲି ବା ମୁଁ କଲା ବେଳକୁ ମୋତେ ନିଜକୁ ଅସହାୟ ମନେ ହେଉଥିଲା। ଏଇଟା ହେଉଛି ମୋ ଜୀବନର ଗୋଟେ ବଡ଼, ସବୁଠାରୁ ବଡ଼ ଅଫସୋସ, ଦୁର୍ଭାଗ୍ୟଜନକ ସ୍ଥିତି ସହିତ ମୁଁ ସମ୍ମୁଖୀନ ହୋଇଥିଲି। ତାପରେ
ମୁଁ ଯେତେବେଳେ ବାଣୀବିହାରକୁ ଗଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଲି ସେତେବେଳେ ମୋତେ ମନା କରାଗଲା ହିଷ୍ଟ୍ରିରେ ମୁଁ ସବଜେକ୍ଟ ମାଗିଥିଲି ଇତିହାସ ମୋତେ ମନା କରାଗଲା ତୁମେ ଇତିହାସ ପଢ଼ିପାରିବନି କାରଣ ତ ପୂର୍ବ ପରୀକ୍ଷା ଗୁଡ଼ାକର ଯେଉଁ ସ୍ଥିତି ଯାହା ସେଥିରେ ମୁଁ କହିଲି ଆପଣମାନେ ଗୋଟେ କାମ କରନ୍ତୁ ଡିମାଣ୍ଡ କରିଥିଲି ଯେ ପରୀକ୍ଷା ହଉ ଏଠି ହଲ୍ରେ ଯଦି ମୁଁ ପରୀକ୍ଷାରେ ଏଣ୍ଟ୍ରାନ୍ସ ପରୀକ୍ଷା ଦେବାରେ ବିଫଳ ହେବି ବା ଆପଣମାନଙ୍କର ସ୍ୱୀକୃତି ପାଇବି ନାହିଁ ତାହେଲେ ମୋତେ ଆଡ଼ମିସନ୍ ଦେବେ ନାହିଁ ସେତେବେଳେ ପ୍ରଫେସର ଯିଏ ଥିଲେ ବିସି ରାୟ ମନୋହର ଦାସ ଥିଲେ ପ୍ରଫେସର ସେ ବାହାରକୁ ଯାଇଥିଲେ ବିସି ରାୟ ଥିଲେ ସେଠୁ କଥା ହେଲା ଇତିହାସରେ ପରୀକ୍ଷା ଦେବି ଆମେ ଇଣ୍ଟରଭ୍ୟୁ ହେଲା ଇଣ୍ଟରଭ୍ୟୁ ମାନେ ରିଟିନ୍ ଇଣ୍ଟରଭ୍ୟୁ ପରୀକ୍ଷା ହେଲା ପରୀକ୍ଷାରେ ମୁଁ ଭଲ କଲି ସେଠି ଭଲ କଲି ଏବଂ ସେ ବଡ଼ ଆଶ୍ଚର୍ଯ୍ୟ ହେଲେ କହିଲେ ପିଲା ତ ପଢ଼ି ନାହିଁ ପାଠ ପଢ଼ି ନାହିଁ ତଥାପି ତୋତେ ଭଲ କରୁଛୁ ମାନେ ଆଡ଼ମିସନ୍ ଇତିହାସରେ କରାଇଲି ଇତିହାସରେ କଲାବେଳେ ମଧ୍ୟ ମୁଁ ଇଣ୍ଡିଆନ୍ କଲଚର ଆନ୍ସେଣ୍ଟ ଇଣ୍ଡିଆ ନେଲି କାରଣ ମୁଁ ମାନେ ଅତ୍ୟନ୍ତ କଷ୍ଟକର ପାଠ ଯାହା ଇତିହାସର ଅଧିକ ପଢ଼ିବାକୁ ପଡ଼ିବ ସେ ବ୍ୟବସ୍ଥାକୁ ନେଲି ସେ ସମୟକୁ ପ୍ରଫେସର ମନୋହର ଦାସ ଫେରି ଆସିଥାନ୍ତି ସେ କହିଲେ ପଞ୍ଚାନନ ମୋର ତ ଧାରଣା ଯାହା ତମେ ଏଠି ବୋଧେ ଛାତ୍ର ରାଜନୀତିରେ ଯୋଗ ଦେବ ପ୍ରେସିଡେଣ୍ଟ ସେକ୍ରେଟାରୀ ପାଇଁ ଛିଡ଼ା ହେବ ତମେ ଆଉ ସେ ପାଠ ନ ପଢ଼ି ୟୁରୋପିଆନ୍ ହିଷ୍ଟ୍ରି ନିଅ ବୋଲେ ସାର୍ ମୁଁ ଏହାକୁ ନେବି ସାର୍ କରୁଣାସାଗର ବେହେରାଙ୍କୁ ପଢ଼ିବି ପାଠ ପଢ଼ିବି ତା ସାଙ୍ଗରେ ଯଦି ହେବ ମୁଁ ଛିଡ଼ା ହେବି କିଛି ଆପଣ ପାଠ ପଢ଼ିବାକୁ ନଷ୍ଟ କରିବାକୁ ଦେବିନି ତାହା ହିଁ ହେଲା ରହିଲି କଲେଜ ୟୁନିୟନର ଇଲେକ୍ସନରେ କଣ୍ଟେଷ୍ଟ କଲି କଲେଜ ୟୁନିୟନ ଇଲେକ୍ସନରେ ଜିତିଲି ସଭାପତି ହେଲି ସଭାପତି ହେଲା ପରେ ଉତ୍କଳ ବିଶ୍ୱବିଦ୍ୟାଳୟର କିନ୍ତୁ ପାଠ ପଢ଼ିବାରେ ମୁଁ ପାଖ ନଥାଏ ସେଇ ସମୟରେ ମୋର ଲେଖାଲେଖି ଆରମ୍ଭ କରିଥିଲି ଆଜ୍ଞା ଲେଖାଲେଖି ଆରମ୍ଭ କରିବା ପରିଚୟରେ ମୋର ହରିକୃଷ୍ଣ ମହତାଙ୍କ ସହିତ ପରିଚୟ ଥିଲା ସୃଷ୍ଟି ହେଇଥିଲା ଏବଂ ଲେଖାଲେଖି ମାଧ୍ୟମରେ ସେତେବେଳର ପ୍ରଜାତନ୍ତ୍ରର ସମ୍ପାଦକ ଶ୍ରୀହର୍ଷ ମିଶ୍ରଙ୍କ ସାଙ୍ଗରେ ମଧ୍ୟ ପରିଚୟ ସୃଷ୍ଟି ହେଇଥିଲା ମୁଁ ସେଥିରେ ଗପ କବିତା ପ୍ରଜାତନ୍ତ୍ରରେ ସେତେବେଳେ ଲେଖାଲେଖି କରୁଥିଲି ଏବଂ ତାଙ୍କୁ ଦେଉଥିଲି ମୋତେ ସମସ୍ତେ ସେମାନେ ହରିକୃଷ୍ଣ ମହତାବ ମହୋଦୟ ବା ଶ୍ରୀହର୍ଷ ମିଶ୍ର ସେମାନେ ମୋତେ ଉତ୍ସାହିତ କରୁଥିଲେ ଲେଖାଲେଖି ମଧ୍ୟ ଛାପୁଥିଲେ ରେଗୁଲାରଲି ସୋ ଲେଖାଲେଖି ସେ ସମୟରେ ବାହାର ହେଉଥିଲା ପାଠପଢ଼ା ମଧ୍ୟ ଚାଲିଥିଲା ଦର୍ଶକ ବନ୍ଧୁ ଆପଣମାନେ ଶୁଣୁଥିଲେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋଙ୍କର ଛାତ୍ର ଜୀବନର କଥା ତେବେ ସାର୍ଙ୍କର ଏଇ ଶୃଙ୍ଖଳିତ ଜୀବନଚର୍ଯ୍ୟା ସାଂସ୍କୃତିକ ମୂଲ୍ୟବୋଧକୁ କିଭଳି ଉପରକୁ ଉଠାଇବା ପାଇଁ ଯେଉଁ ପ୍ରୟାସ ତା ନିଶ୍ଚିତ ଭାବରେ ଗଭୀର ରେଖାପାତ କରିବ ସାଧାରଣ ମଣିଷ ମନରେ ଏଥିରେ ମାତ୍ର ସନ୍ଦେହର ଅବକାଶ ନାହିଁ ତେବେ ସାର୍ ଆପଣ କଲେଜ କ୍ୟାରିୟରରେ ଜନହିତରେ ଯୋଡ଼ି ହେବାକୁ ଚେଷ୍ଟା କରିଛନ୍ତି ପସନ୍ଦ କରିଛନ୍ତି ବଡ଼ ଭାଇ ଆପଣଙ୍କର ତ୍ରିଲୋଚନ କାନୁନଗୋ ସେତେବେଳେ ରାଜନୀତିରେ ଥିଲେ ସ୍ନାତକୋତ୍ତର ପାଠ୍ୟକ୍ରମ ଶେଷ କରି ତାପରେ ଆପଣ ଜର୍ଣ୍ଣାଲିଜିମ୍ ବା ସାମ୍ବାଦିକତା କ୍ଷେତ୍ରକୁ ଯାହା ବୃତ୍ତି ଭାବରେ ଆପଣେଇଥିଲେ ତେବେ କେଉଁଠୁ ଆରମ୍ଭ ହେଲା ଆପଣଙ୍କର ରାଜନୈତିକ ଯାତ୍ରା ହଁ ଛାତ୍ର ରାଜନୀତି ସମୟରେ ଯଦି ସେହି ସମୟରେ ତାକୁ ରାଜନୀତି କୁହାଯାଏ ଗିରଫ ହେଉଥିବା ଏବଂ ଅନେକ ଆନ୍ଦୋଳନ ଛାତ୍ର ଆନ୍ଦୋଳନ ସହିତ ନେତୃତ୍ୱ ଦେଉଥିବା ତାହେଲେ ମୋର ଏଣ୍ଟ୍ରି ପଏଣ୍ଟ ମୋର ପ୍ରବେଶ ପଥ ରାଜନୀତିକୁ ଛାତ୍ର ଅବସ୍ଥାରେ ହିଁ ହେଇଥିଲା ଆଜ୍ଞା ମୁଁ ସେହି ସମୟରେ ମଧ୍ୟ ଏସବୁ ଯାଇଥିଲି କାରଣ ମୋ ବଡ଼ ଭାଇ ରାଜନୀତିରେ ଥିଲେ କିନ୍ତୁ ସେ ବିଶେଷ ଭାବରେ ମୋତେ ରାଜନୀତିକୁ ଯିବା ପାଇଁ ପ୍ରଭାବିତ କରିନାହାନ୍ତି କରିନଥିଲେ କିନ୍ତୁ ମୁଁ ମୋର ନିଜର ଇଚ୍ଛା ମୁତାବକ ଯାଇଥିଲି ସେ ସମୟରେ ମୋର ଡିସାଇଡ୍ ଭାବିଲି ଯେ ମୁଁ ପାଠ ତ ପଢ଼ିଲି ଏଇଟା ପଢ଼ିଲି କ'ଣ କରିବି ଜୀବନରେ ଯଦି ପବ୍ଲିକ୍ ଲାଇଫ୍କି ଯାଏ ତାହେଲେ ଯେଉଁଟା ସାମ୍ବାଦିକତା ପାଠ ପଢ଼ିବା ଉଚିତ ମୁଁ ସେଠୁ ଡକ୍ଟର ମହତାବଙ୍କୁ କହିଲି ଯେ ଆପଣ ମୋତେ ସାମ୍ବାଦିକତା ମୁଁ ପଢ଼ିବାକୁ ଯିବି ଦିଲ୍ଲୀ ଯିବି କାରଣ ସେତେବେଳେ ସାମ୍ବାଦିକତା ପଢ଼ିବା ପାଇଁ ଅନ୍ୟ କୌଣସି ସୁବିଧା ନଥିଲା ଓଡ଼ିଶାରେ କିଛି ନଥିଲା ସେଠୁ ସେ ଗୋଟେ ଚିଠି ଚଳପତି ରାଓଙ୍କ ପାଖକୁ ଆଉ ଗୋଟେ ଚିଠି ମୋର ମନେ ପଡ଼ୁଛି ସେ ଜୟଶୁକ୍ଲାଲ ହାତୀ ରାଜ୍ୟପାଳ ଥିଲେ ତାଙ୍କର ବନ୍ଧୁ ଦୁଇ ଜଣଙ୍କୁ ଲେଖିଲେ ତୁମେ ଯା ଏଠି ଆଡ଼ମିସନ୍ ସେ ତୁମକୁ ସାହାଯ୍ୟ କରିବେ ଦିଲ୍ଲୀରେ ମଧ୍ୟ ସେତେବେଳେ ନୂଆ କରିକି ସବୁଠୁ ପୁରୁଣା ସଂଗଠନ ଭାବରେ ଏ ଯେଉଁ ସାମ୍ବାଦିକତା ପଢ଼ଉଥିବା ସଂସ୍ଥାଟିର ଚଳପତି ରାଓ ଏବଂ ଜୟଶୁକ୍ଲାଲ ଥିଲେ ସେ ସାଙ୍ଗେ ସାଙ୍ଗେ ମହତାବଙ୍କୁ ଚିଠି ଦେଖିକିରି ଖୁସି ହେଇଗଲେ ତ ମୋତେ ଆଡ଼ମିସନ୍ କରାଇଦେଲେ ମୁଁ ଦିଲ୍ଲୀରେ ରହିକିରି ପଢ଼ିବା ସାଙ୍ଗେ ସାଙ୍ଗେ ଗୋଟେ ସଂସ୍ଥା ଯୁବ କଂଗ୍ରେସର ମୋର ପରିଚୟ ଥିଲା ଆଗରୁ ପ୍ରିୟରଞ୍ଜନ ଦାସ ମୁନ୍ସିଙ୍କ ସହିତ
ତାଙ୍କ ସହିତ ସାକ୍ଷାତ ହେଲା। ସେ ମୋତେ ସେଇଠୁ କହିଲେ ତ ଯୁବ ଆମ ପଢ଼ିବା ସାଙ୍ଗେ ସାଙ୍ଗେ ଏଇ ଯୁବ କଂଗ୍ରେସ କାମରେ ସହଯୋଗ କର। ଯାଇ ଯୋଉ ବସିଲି ଏବଂ ମୋତେ ତାଙ୍କ ମ୍ୟାଗାଜିନ୍ର ଆସୋସିଏଟ୍ ଏଡ଼ିଟର୍ କରିଦେଲେ। ଅମ୍ବିକା ସୋନି ଯିଏ ମନ୍ତ୍ରୀ ଭାବରେ ଇଏ କରୁଛନ୍ତି, ଅବସର ନେଇଛନ୍ତି, ସିଏ ଥିଲେ ଏଡ଼ିଟର୍। ପ୍ରିୟଦାସ ମୁନ୍ସି ଏଡ଼ିଟର୍ ଥିଲେ, ସିଏ ଥିଲେ ଅନ୍ୟତମ ଏଡ଼ିଟର୍, ମୁଁ ଗୋଟେ ଆସୋସିଏଟ୍ ଏଡ଼ିଟର୍ ଭାବରେ ସେଥିରେ ୟଙ୍ଗ ମାର୍ଚ୍ଚ ଏବଂ ସେ ଯେଉଁ ମ୍ୟାଗାଜିନ୍ ବାହାରୁଥିଲା ଯୁବ କଂଗ୍ରେସର ଯୁବ ପ୍ରଗତି ଓ ୟଙ୍ଗ ମାର୍ଚ୍ଚର ମୁଁ ସେଥିରେ ରହିଲି, ଲେଖାଲେଖି କଲି। ତେଣୁ ସେଇଠି ଆରମ୍ଭ ହେଲା ମୋର ରାଜନୀତିରେ ସିଧାସଳଖ ପ୍ରବେଶ କାର୍ଯ୍ୟ। ବଡ଼ ବଡ଼ ନେତାମାନଙ୍କ ସାଙ୍ଗରେ ସାକ୍ଷାତ ହେଲା। ଚନ୍ଦ୍ରଶେଖର, ମୋହନ ଧାରିଆ, କୃଷ୍ଣକାନ୍ତ, ତାଙ୍କ ସହିତ ସାକ୍ଷାତ ହେଲା ଏବଂ ଏଚ୍.ଏନ୍. ମହୁଗୁଣା, ଏପରିକି ଦେବକାନ୍ତ ବଡ଼ୁଆଙ୍କ ସାଙ୍ଗରେ ମଧ୍ୟ ମୋର ସାକ୍ଷାତ। ସେଇ ଯେଉଁ ଯୁବ କଂଗ୍ରେସ ଅଫିସ କାର୍ଯ୍ୟାଳୟ ଅବସ୍ଥାରେ ସବୁ ନେତାମାନଙ୍କ ସାଙ୍ଗେ ସାକ୍ଷାତ ହେଲା। ସୋ ପଲିଟିକ୍ସରେ ମୁଁ ସିଧାସଳଖ ଆଗକୁ ଆଗେଇ ଯାଇ। ନିଶ୍ଚିତ ଭାବରେ କାହିଁକିନା ଆପଣ ବହୁ ପ୍ରତିଦ୍ୱନ୍ଦ୍ୱା ରାଜନୀତିଜ୍ଞ, ରାଷ୍ଟ୍ରନୀତିଜ୍ଞ ଏବଂ ବୁଦ୍ଧିଜୀବୀମାନଙ୍କ ସହିତ ସଂସ୍ପର୍ଶରେ ଆସିଛନ୍ତି ଏବଂ ତା ପରବର୍ତ୍ତୀ ଜୀବନ ଆପଣଙ୍କ ଜୀବନଚର୍ଯ୍ୟାକୁ ପ୍ରଭାବିତ ନିଶ୍ଚିତ ଭାବରେ କରିଛି। ତେବେ ଏଇ ଯେଉଁ ଛାତ୍ର ରାଜନୀତି ହେଉ ବା ଛାତ୍ର ଜୀବନ ସହିତ ସେମାନଙ୍କୁ ନେତୃତ୍ୱ ଦେବା, ଛାତ୍ରମାନଙ୍କୁ ନେତୃତ୍ୱ ଦେବା, ଶ୍ରମିକମାନଙ୍କୁ ନେତୃତ୍ୱ ଦେବା, ଶ୍ରମିକ ସଂଗଠନକୁ ମଜବୁତ କରାଇବା ଏବଂ ଏଇ ଯେଉଁ ସାଂଗଠନିକ ନେତୃତ୍ୱ, ମୁଁ କିଛି 1975 ମସିହାରେ ମୁଁ ଜେଲ୍ ଗଲି ଏମର୍ଜେନ୍ସିକୁ ବିରୋଧ କରିକିରି। ଜେଲ୍ ଗଲା ପରେ ଯେତେବେଳେ ଫେରିକି ଆସିଲି ଜେଲ୍ରୁ, ମୁକୁଳିଲା ପରେ ମୋତେ ଡାକରା ଆସିଲା ବିଜୁ ପଟ୍ଟନାୟକ ଏବଂ ସେତେବେଳର ନେତୃବର୍ଗ, କଂଗ୍ରେସ ବିରୋଧୀ ନେତୃବର୍ଗ କଣ୍ଟେଷ୍ଟ କରିବା ପାଇଁକି। ମୁଁ ନିର୍ବାଚନକୁ ଗଲି, ଟିକେଟ୍ ମାଗିନଥିଲି। ସେମାନେ ମୋତେ ନିର୍ବାଚନ ମଣ୍ଡଳୀ ଦେଲେ, ଗୋବିନ୍ଦପୁର ଥିଲେ। ହଁ କହିଲି, ଛିଡ଼ା ହେଲି ଏବଂ ନିର୍ବାଚନରେ ଜିତିଲି ମଧ୍ୟ। ନିର୍ବାଚନରେ ଜିତିଲା ପରେ 77ରେ ଅନେକ ମୋର ଯେଉଁ ପିଲାବେଳର ସ୍ୱପ୍ନ ଥିଲା, ମୋ ଗାଁକୁ ବଦଳେଇବି, ମୋ ଅଞ୍ଚଳରେ ଏଇ ପ୍ରକାର ଆଣିବି, ତାହା ଅନେକ ଭାବରେ କାର୍ଯ୍ୟକାରୀ କରିବାରେ ମୁଁ ସଫଳତା ପାଇଲି। ଉତ୍ସାହ ବଢ଼ିଲା ନିଶ୍ଚିତ ରାଜନୀତିରେ ରହିବା। କିନ୍ତୁ 80 ମସିହାରେ ମୁଁ ଯେହେତୁ ଜନତା ଦଳ ବିଭାଜିତ ହେଇଗଲା, ଭାଗ ଭାଗ ହେଇଗଲା, ମୁଁ ଜନତା ଦଳରୁ ମାନେ ସେଇ ସମୟରେ ମୁଁ ନିର୍ବାଚନରୁ ଓହରିଗଲି ଏବଂ ଟ୍ରେଡ୍ ୟୁନିୟନ୍ ବା ଶ୍ରମିକ ୟୁନିୟନ୍ ଭିତରକୁ ଗଲିବାରି। ଶ୍ରମିକ ୟୁନିୟନ୍କୁ ପ୍ରଥମେ ପାରାଦ୍ୱୀପରେ ଗୋଟିଏ ଛୋଟିଆ ଶ୍ରମିକ ସଂସ୍ଥା, ଅଳ୍ପ ଲୋକ ଥାଆନ୍ତି, ମାନେ 100-150 ଲୋକ ଥାଆନ୍ତି, ତାଙ୍କରି ସେଇ ୟୁନିୟନ୍ର ନେତୃତ୍ୱ ନେଇକରି ସେଠିକି ଗଲି। କିନ୍ତୁ କିଛି ଦିନ ପରେ 82-83 ମସିହା ବେଳକୁ ସେ ସବୁଠାରୁ ବଡ଼ ସଂଗଠନରେ ପରିଣତ ହେଲା। ମୁଁ ପାରାଦ୍ୱୀପରେ ଶ୍ରମିକ ସଂସ୍ଥା ଭିତରେ ଆଗଧାଡ଼ିର ନେତା ଭାବରେ ଆଗକୁ ସାମ୍ନାକୁ ଚାଲିଗଲି। ତା ପରେ ପରେ ମୁଁ ଅଲ୍ ଇଣ୍ଡିଆ HM ହିନ୍ଦ୍ ମଜଦୁର ସଭା ତାଙ୍କର ଅନ୍ୟତମ ନେତା ଭାବରେ, କର୍ମକର୍ତ୍ତା ଭାବରେ ତାଙ୍କ ସାଙ୍ଗରେ ରହିକରି ମୁଁ ସର୍ବଭାରତୀୟ ନେତୃତ୍ୱକୁ ଚାଲିଗଲି ଏବଂ ସର୍ବଭାରତୀୟ ସ୍ତରରେ ମୋର ମଧ୍ୟ ପ୍ରଭାବ ରହିଲା ଏବଂ ମୋତେ ମୋର ଗୋଟେ ସ୍ୱୀକୃତି ମିଳିଲା। ସେଥିରେ ମୁଁ ବାହାରକୁ ଗଲି, ବିଭିନ୍ନ କଣ୍ଟ୍ରି ବୁଲିବାକୁ ଗଲି। ମୋତେ ପଠାଯାଉଥିଲା, କେତେବେଳେ ଜାପାନ ଯାଇଛି, କେତେବେଳେ ଜର୍ମାନ ଯାଇଛି, କେତେବେଳେ ଶ୍ରୀଲଙ୍କା ଯାଇଛି, ସିଙ୍ଗାପୁର, ଯେଉଁ ସମୟରେ ଯେତେବେଳେ ଟ୍ରେଡ୍ ୟୁନିୟନ୍ର ମିଟିଂରେ ଯାଉଥିଲି। ତେଣୁ ସେଇଟା ଗୋଟେ ମୋର ଅଲଗା ଜୀବନ ହେଇଗଲା। ଯେଉଁ ଛାତ୍ର ଜୀବନ, ଛାତ୍ର ରାଜନୀତି, ପ୍ରତ୍ୟକ୍ଷ ରାଜନୀତି, ବିଧାନସଭା, ସେଥିରୁ ଖସି ଯାଇକରି ଟ୍ରେଡ୍ ୟୁନିୟନ୍ ସହିତ ଶ୍ରମିକ ୟୁନିୟନ୍ମାନଙ୍କ ରହିଲି ଏବଂ ସେ କାର୍ଯ୍ୟ କରିଚାଲିଲି। ଆଜ୍ଞା, ନିଶ୍ଚିତ ଭାବରେ ଆପଣଙ୍କର ଏଇ ସାଂଗଠନିକ ଦକ୍ଷତା ପ୍ରତିପାଦିତ ହେଇଛି ଛାତ୍ର ରାଜନୀତିରୁ ଏବଂ ଶ୍ରମିକ ନେତୃତ୍ୱରୁ। ତେବେ ମୁଁ ଏଠି କହିଦିଏ, ଆଜ୍ଞା, ଶ୍ରମିକ ରାଜନୀତିରେ ଥିଲାବେଳେ ମୋର ଗୋଟେ ମନ ହେଲା ଅସଂଗଠିତ ଲୋକମାନେ ହେଉଛନ୍ତି କୃଷକମାନେ। ସେ ସମୟରେ ବାଙ୍କ ବିହାର ଦାସଙ୍କ ସହିତ ମୋର ସମ୍ପର୍କ ଭଲ ଥିଲା। ସେ ଏଇ କୃଷକମାନଙ୍କ ଆନ୍ଦୋଳନ କରିବା ପାଇଁ ଗୋଟିଏ କୃଷକ ସଂଗଠନ କରିବା ପାଇଁ ପ୍ରସ୍ତାବ ଦେଲେ ଏବଂ ମୁଁ ସେଥିରେ ସହମତ ହେଲି। ସେ ସଭାପତି ରହିଲେ, ମୁଁ ସାଧାରଣ ସମ୍ପାଦକ ହେଲି ଏ ଯେଉଁ ଓଡ଼ିଶା କୃଷକ ସଂଗଠନ। ସେ କୃଷକମାନଙ୍କ ଆନ୍ଦୋଳନରେ ମୁଁ ଅତ୍ୟନ୍ତ ସଫଳ ହେଲି। ଆଠମଲ୍ଲିକର ଆନ୍ଦୋଳନରେ ମୋର ଏଠି ଅଛନ୍ତି ସେଠିକାର ଆଠମଲ୍ଲିକର ଯିଏ ବିଧାୟକ ଥିଲେ ଆମର ନଗେନ୍ଦ୍ର ପ୍ରଧାନ, ସେ ପଡ଼ୋଶୀ ସିଏ। ସେତେବେଳେ ସେଇ ଆଠମଲ୍ଲିକ ଅଞ୍ଚଳରେ ମୁଁ ଯାଇକରି ଗୋଟିଏ ଆନ୍ଦୋଳନ କଲି। ଆନ୍ଦୋଳନରେ ମଧ୍ୟ କୃତକାର୍ଯ୍ୟ ହେଲି। ତେଣୁ ତାପରେ ପରେ ଶ୍ରମିକ ଆନ୍ଦୋଳନ ସହିତ କୃଷକ ଆନ୍ଦୋଳନ
ମାନଙ୍କୁ ସଂଗଠିତ କରିଥିବା ଆନ୍ଦୋଳନ ଏ ଦୁଇଟା ଜାଗାରେ ମୁଁ ଏକା ସମୟରେ କାର୍ଯ୍ୟ କରୁଥିଲି। ଶ୍ରମଜୀବୀମାନଙ୍କୁ ଏବଂ କୃଷିଜୀବୀମାନଙ୍କୁ ଏବଂ ତା ସହିତ ଛାତ୍ରମାନଙ୍କୁ ସଂଗଠିତ କରିବାରେ ଆପଣଙ୍କର ସଫଳତା ନିଶ୍ଚିତ ଭାବରେ ଅନ୍ୟଙ୍କୁ ମାର୍ଗଦର୍ଶନ କରିଛି ଏବଂ ସମାଜକୁ ଦିଗଦର୍ଶନ ଦେଇଛି। ତେବେ ସାର୍, ଆପଣ ବିଭିନ୍ନ ରାଜନୈତିକ ଦଳରେ ଆପଣ ସାମିଲ ହେଇଛନ୍ତି, ଜାତୀୟ ସ୍ତରରେ ସ୍ତରୀୟ ସଂଗଠନ ହଉ ବା ଦଳ ହଉ କିମ୍ବା ଆମର ଆଞ୍ଚଳିକ ରାଜନୈତିକ ଦଳ ହଉ, ତ ଆପଣ କେଉଁ ଦଳ ପ୍ରତି ମାନେ ପ୍ରଥମେ ଆନୁଗତ୍ୟ ଦେଖେଇବାକୁ ମାନେ ପସନ୍ଦ କଲେ? ମୋର ବ୍ୟବସ୍ଥା ହେଉଛି ଏବଂ କାହିଁକି? ସାମ୍ବିଧାନିକ ବ୍ୟବସ୍ଥା। ସାମ୍ବିଧାନିକ ବ୍ୟବସ୍ଥାରେ ମୁଁ ବିଶ୍ୱାସ କରେ ଯେତେ ଡିସେଣ୍ଟ୍ରାଲାଇଜ୍ ହେବ ପଲିଟିକ୍ସ, ରାଜନୀତି ଯେତେ ବିକେନ୍ଦ୍ରୀକରଣ ହେବ ସେତିକି ପରିମାଣରେ ସଫଳ ହେବ, ଗଣତନ୍ତ୍ର ସଫଳ ହେବ। ସେଇ ଯେଉଁ ଅବସ୍ଥାରେ ରାଜନୀତିଟା କେନ୍ଦ୍ରୀଭୂତ ହେଲା, ମନେ ପକାଇବା ଏମର୍ଜେନ୍ସି ସମୟରେ ପୂର୍ବ ଅବସ୍ଥା, ଏବଂ କେନ୍ଦ୍ରୀଭୂତ ହେବା ଫଳରେ ରାଜନୀତିରେ ନେତାମାନେ ସମସ୍ତ କ୍ଷମତାକୁ ବ୍ୟବହାର କରିବା ପ୍ରତି ଅପବ୍ୟବହାର କଲେ ମଧ୍ୟ। ସେଥିପାଇଁ ମୋର ବିଚାର ହେଲା ଯେ ବୋଧହୁଏ କେନ୍ଦ୍ରୀଭୂତ ହେଉଥିବା ହେତୁ ଏ କ୍ଷମତା ଏବଂ ନେତାମାନେ ଏପରି ଅପବ୍ୟବହାର କରୁଛନ୍ତି। ବିକେନ୍ଦ୍ରୀକରଣ ହେବା ଉଚିତ। ରାଜ୍ୟଦଳ ପ୍ରତି ମୋର ଆକର୍ଷଣ ବଢ଼ିଲା, ଶ୍ରଦ୍ଧା ଆସିଲା ଏବଂ ରାଜ୍ୟଦଳ ଗଢ଼ିବା ପାଇଁକି ଯେତେବେଳେ ଜନତା ପାର୍ଟି ଗଠନ ହେଇଥିଲା, ସେ ଜନତା ପାର୍ଟିକୁ ବିଭାଜିତ ହେଲା ଏବଂ ବିଜୁ ଜନତା ଦଳ ଗଠନ ହେଲା। ସେ ବିଜୁ ଜନତା ଦଳର ମୁଁ ଥିଲି ଜଣେ ଫାଉଣ୍ଡର ମେମ୍ବର, ଆଗୁଆ ଦଳ ଏବଂ ଆକୁ ତିଆରି କରିବାରେ ମୋର ଭୂମିକା ଥାଇଛି ନିଶ୍ଚିତ ଭାବରେ। ସେଥିରେ ଆସିଲି। କିନ୍ତୁ ଯେଉଁ ସମୟରେ ଭାରତବର୍ଷର ରାଜନୀତି କଳୁଷିତ ହେଇଛି ଏବଂ ଗୋଟିଏ ମିଥ୍ୟା ପ୍ରବଞ୍ଚନା ଭିତରେ ଯାଇକରି ଲୋକମାନଙ୍କୁ ବିଭ୍ରାନ୍ତ କରୁଛି, ସେତେବେଳେ ଭାରତବର୍ଷକୁ ରକ୍ଷା କରିବା। ମୋର ମନେ ପଡ଼ୁଛି ଯେ ଗୋପବନ୍ଧୁ ଦାସ ଯେତେବେଳେ ଏଠି ନିଷ୍ପତ୍ତି କଲେ ଯେ ତାଙ୍କ ଉତ୍କଳ ସମ୍ମିଳନୀକୁ ରଖିକିରି ପଛରେ ରଖିକିରି ଉତ୍କଳ ସମ୍ମିଳନୀ ରହିବ, ବ୍ୟବସ୍ଥା ରହିବ, ତାର କାର୍ଯ୍ୟକାରୀ କରିବା ପାଇଁ ଚାହୁଁଥିଲେ, କିନ୍ତୁ ସର୍ବଭାରତୀୟ ବ୍ୟବସ୍ଥାଟିକୁ ସଜାଡ଼ିବା ପାଇଁ ତାଙ୍କର ଯେମିତି ଇଚ୍ଛା, ମୋର ସେମିତି ଭାବରେ ଗୋଟେ ଇଚ୍ଛା ହେଲା ଯେ ପରବର୍ତ୍ତୀ କାଳରେ ଯେ ବର୍ତ୍ତମାନ ଭାରତବର୍ଷର ଅବସ୍ଥା ସଙ୍କଟରେ ପଡ଼ିଛି, ମୁଁ ଭାରତବର୍ଷର ରାଜନୀତି ସହିତ ସମ୍ପୃକ୍ତ ହେବି। ଏଣୁ ମୋର ପ୍ରଥମେ କଂଗ୍ରେସ ସହିତ ସମ୍ପର୍କ ଥିଲା। ମୋତେ ଯେତେବେଳେ ଡାକରା ଆସିଲା ବା ନିଜେ ସେତିକ ସଭାପତି ନିରଞ୍ଜନ ଆସିଲେ, ବାରମ୍ବାର ମୋ ପାଖକୁ ଆସିଲେ, ତା ସହିତ ରାହୁଲ ଗାନ୍ଧୀ କଂଗ୍ରେସର ନେତା, ତାଙ୍କର ମଧ୍ୟ ଟେଲିଫୋନ ସହିତ ମୋର କଥାବାର୍ତ୍ତା କରାଇଦେଲେ। ନ୍ୟାଚୁରାଲି ମୁଁ କଂଗ୍ରେସରେ ଯୋଗ ଦେଇଦେଲି। କଂଗ୍ରେସ ପାଇବାର ପରବର୍ତ୍ତୀ କଥା। ତେବେ ସାର୍, ଆପଣଙ୍କର ଯେଉଁ କ୍ଷମତାର ବିକେନ୍ଦ୍ରୀକରଣ ଏବଂ ତା ସହିତ ଆପଣଙ୍କର ଯେଉଁ ଦୃଢ଼ ଇଚ୍ଛା ଶକ୍ତି କେମିତି ସଂଗଠିତ ହେବ ଏବଂ ଯେଉଁ ବ୍ୟବସ୍ଥା ଭିତରେ ଯେଉଁ କଳୁଷିତ ରାଜନୀତିକୁ ସୁରକ୍ଷା ଦେବା ପାଇଁ ଆପଣଙ୍କର ଉଦ୍ୟମ ଜାରି ରହିବ, ଏଇ ପ୍ରୟାସ ଆପଣଙ୍କୁ ରାଜନୀତିରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିବା ପାଇଁ ବାଧ୍ୟ କରିଛି। ତେବେ ଯାହା ଆମେ ଏଇ ନିଷ୍କର୍ଷରେ ପହଞ୍ଚିବା, ତେବେ ଆପଣ 1977 ମସିହାରେ ଏବଂ ତାପରେ 1995 ମସିହାରେ 2000 ମସିହାରେ ଗୋବିନ୍ଦପୁର ବିଧାନସଭା କ୍ଷେତ୍ରରୁ ଆପଣଙ୍କର ପ୍ରିୟ କ୍ଷେତ୍ର ବିଧାନସଭା କ୍ଷେତ୍ର ନିର୍ବାଚନ ଲଢ଼ି ବିଧାୟକ ହେଇଛନ୍ତି। ଆଉ ସେଇ ଅଞ୍ଚଳର ଲୋକଙ୍କ ସମସ୍ୟାକୁ ସେତେବେଳେ କ'ଣ ଥିଲା ଏବଂ ତାକୁ ଆପଣ କେମିତି ସମାଧାନ କରିବା ପାଇଁ ପଦକ୍ଷେପ ନେଉଥିଲେ? ସେ ଅଞ୍ଚଳର ଲୋକଙ୍କୁ ପଚାରିଲେ ସେ କହିବେ, ମୋତେ ବହୁତ ଭଲ ଲାଗେ ଗୋଟିଏ ଚାଷୀ ଅଞ୍ଚଳ, ସେ ଅଞ୍ଚଳରେ କେଉଁଠି ଖଣି ଖାଦାନ ନାହିଁ ବା ସେ ଅଞ୍ଚଳରେ ଶିଳ୍ପ କଳକାରଖାନା ହେବାର ନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ଭାବରେ ଗୋଟେ ଚାଷୀ ଅଞ୍ଚଳରେ କ'ଣ କ'ଣ କରାଯାଇପାରିବ, ମୋର ବହୁତ ପିଲାବେଳୁ ସେ ସ୍ୱପ୍ନ ଥିଲା। ମୋର ବିଶ୍ୱାସ ମୁଁ ସେ ସମସ୍ତ ସ୍ୱପ୍ନ ଜଣେ ବିଧାୟକ ଭାବରେ, ଜଣେ ମନ୍ତ୍ରୀ ଭାବରେ ଅଳ୍ପ ଦିନ ଯେଉଁ ରହିଲି ଦାୟିତ୍ୱରେ, ମୁଁ ସେଗୁଡ଼ିକ ସ୍ୱପ୍ନଗୁଡ଼ିକ ସାକାର କରିପାରିଛି ବା ସେ ସ୍ୱପ୍ନକୁ ନେଇ ସଫଳ କରିପାରିଛି ସଂକଳ୍ପର ସହିତ। ସେ ସ୍ୱପ୍ନଗୁଡ଼ିକ କ'ଣ ଥିଲା ଯେ ଏ ଅଞ୍ଚଳର ଚାଷୀବନ୍ଦୀମାନଙ୍କର ସମସ୍ତ ପ୍ରକାର ଡେଭଲପମେଣ୍ଟ ବା ଉନ୍ନତି ହେଉ, ସେମାନେ ନିଜର ଏଇ ଯେଉଁ ଚାଷ କାର୍ଯ୍ୟରେ ଦେଇକରି ସମୟ ଦେଇକରି ସେ ତାଙ୍କର ସମସ୍ତ ପ୍ରକାର ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି କରନ୍ତୁ। ଏଇଟା ଥିଲା ମୋର ଇଚ୍ଛା। ତାହେଲେ କ'ଣ କ'ଣ ରହିବ ନା, ଚାଷ ସହିତ ସମ୍ପର୍କ। ଆଗ ଚାଷ ପାଇଁକି କେନାଲ ଇରିଗେସନ୍, ସେ ଅଞ୍ଚଳରେ ଜଳସେଚନ ଆରମ୍ଭ ହୋଇଥିଲା। ମୋ ସମୟରେ ଆରମ୍ଭ ହୋଇନଥିଲା, ଆରମ୍ଭ ହୋଇଥିଲା ଅନେକ ଭାବରେ ସେ ତ ମୁରଲୀଧର କାନୁ ସମୟରେ, ତାପରେ ମୋ ଭାଇଙ୍କ ସମୟରେ ତାକୁ ବଢ଼େଇ ଦିଆଯାଇଥିଲା। କିନ୍ତୁ ମୋ ସମୟରେ
ମୁଁ ତାକୁ ପୂର୍ଣ୍ଣାଙ୍ଗ କଲି। ଯୋଉଠି ଇରିଗେସନ୍ ଜଳସେଚନ ଯାଇପାରୁନଥିଲା କେନାଲ, ସେଠି ଲିଫ୍ଟ ଇରିଗେସନ୍ ବସେଇଲି। ଅନେକ ଭାବରେ ସରକାରୀ ଭାବରେ ଉଦ୍ୟମ କରି ଲିଫ୍ଟ ଇରିଗେସନ୍ ବସେଇଲି। ଇଲେକ୍ଟ୍ରିଫିକେସନ୍ ହେଲା ମୋର ସମୟରେ, ସବୁଯାକ 78 ମସିହାରେ ଇଲେକ୍ଟ୍ରିଫିକେସନ୍ ହେଲା ଏବଂ ରାସ୍ତାଘାଟ ଜମା ନଥିଲା। ଯାହା ଆପଣ କହୁଥିଲେ ଆପଣଙ୍କ ପିଲାଦିନେ କାଦୁଅ ପଚ ରାସ୍ତା ଥିଲା, ନଈ ପାଣିରେ ଧୋଇ ଯାଉଥିଲା। ବଢ଼ି ଆସିଲା, ଡଙ୍ଗାରେ ଯିବା ଆସିବା କରିବାଟା ବି ସୁବିଧା ଥିଲା, ଯାଉଥିଲୁ। ତେଣୁ ସେଥିପାଇଁ ସବୁ ରାସ୍ତା ଗୁଡ଼ିକୁ କନେକ୍ଟ ହେବ, ପ୍ରତ୍ୟେକ ରାସ୍ତା ସହିତ ଯେଉଁ ମୁଖ୍ୟ ରାସ୍ତା ସହିତ କେମିତି ସଂଯୋଗୀକରଣ ହବ, ଯେଉଁ ସଂଯୋଗୀକରଣ ହେବ, ସେ କଥା ଗୁଡ଼ିକ ଉପରେ ନଜର ଦେଇଥିଲି 78 ମସିହା। ଆଜ୍ଞା। ଏବଂ ତା ସାଙ୍ଗରେ ଚାଷ ସାଙ୍ଗରେ ମିଲ୍କ ପ୍ରଡକ୍ସନ୍, ଅଧିକ ପରିମାଣରେ କ୍ଷୀର ଉତ୍ପାଦନ କେମିତି ହେଲେ, ଆମେ ଯେହେତୁ ସେତେବେଳେ ଅମୁଲ ଖାଉଥିଲୁ। ଆଜ୍ଞା। ଅମୁଲ ତ ଏବେ ବି ବଜାରରେ ଆମର ଆଭେଲେବୁଲ ମାଡ଼ି ବସି ରଖିଛି। ଏବଂ ଅମୁଲ ପୂର୍ବରୁ ଆମେରିକାରୁ କ୍ଷୀର ଗୁଣ୍ଡ ଆସୁଥିଲା। ମୋ ଛୋଟ ଛୁଆବେଳେ ଆମେରିକାର କ୍ଷୀର ଗୁଣ୍ଡ ଆମ ଘରେ ଥୁଆ ହେଉଥିଲା, କାରଣ ସେ ନାରୀ ମଙ୍ଗଳ ସମିତିର ଅଫିସ୍ ମୋ ଘରେ ଥିଲା। ମୁଁ ସେତେବେଳେ ଦେଖିଛି, ପିଲାବେଳେ ଆମକୁ ସେ ନାରୀ ମଙ୍ଗଳ ସମିତିର କ୍ଷୀର ଗୁଣ୍ଡରେ କ୍ଷୀରି କରିକି ଖାଇବାକୁ ଦିଆଯାଉଥିଲା। ଏଣୁ ମୋର ସ୍ୱପ୍ନ ହେଲା ଯେ ଆମ ରାଜ୍ୟରେ ଏତେ ଗାଈଗୋରୁ ଅଛନ୍ତି, ଅଥଚ ଆମର କ'ଣ କ୍ଷୀର ଉତ୍ପାଦନରେ ହେଇପାରିବ ନାହିଁ? ଆମେ ସେମିତି ଭାବରେ ମିଲ୍କ ପ୍ରଡକ୍ସନ୍, ପାଉଡର ପ୍ରଡକ୍ସନ୍ ତିଆରି କରିପାରିବୁ ନାହିଁ? ଏବଂ ସେଥିପାଇଁ କୋଅପରେଟିଭ୍ ସୋସାଇଟି ଗଢ଼ିବା ମୁଁ 78 ମସିହାରେ ଆରମ୍ଭ କରିଥିଲି। ଏଠୁ ତାମିଲନାଡୁରୁ ଜଣେ ଅଫିସରକୁ ଆସିଥିଲେ, ତାଙ୍କୁ ଡକେଇକି ଆଣିଥିଲି ଏବଂ ଆମର କୋଅପରେଟିଭ୍ର ଡାଇରେକ୍ଟର ଏଠି ଯିଏ ଥିଲେ ସେ ସାଙ୍ଗରେ ଯାଇଥିଲି। ଯାଇକିରି ପ୍ରଥମେ 5ଟା ସୋସାଇଟି ଗଢ଼ିଥିଲି। କିନ୍ତୁ 5ଟା ସୋସାଇଟିରୁ ବର୍ଷକ ଭିତରେ 3ଟା ସୋସାଇଟି ଭାଙ୍ଗିଗଲା। ଡିମିରି ବୋଲି ଗୋଟେ ସୋସାଇଟି, ଡିମିରି ଗୋଟେ ଶିକ୍ଷିତ ଗାଁର ସୋସାଇଟି, ସେ ରହିପାରିଲା ନାହିଁ। ଆଉ ଗୋଟେ ସୋସାଇଟି ଗୋବିନ୍ଦରାମପାଟଣାରେ, ସେ ଭାଙ୍ଗିଗଲା। କିନ୍ତୁ 2-3ଟି ସୋସାଇଟି ଚାଲିଲା। ସେଥିମଧ୍ୟରୁ ଟୋଲା ଗୋପୀନାଥପୁର ବୋଲି ଗୋଟେ ଜାଗା ନିଆଳି ପାଖରେ, ସେ ସୋସାଇଟି ଚାଲିଲା। ଏ ସୋସାଇଟି ଭାଙ୍ଗିବା ଚାଲିବା ଭିତରେ ମୋର କିନ୍ତୁ ଉତ୍ସାହ ଭାଙ୍ଗି ନଥିଲା। ମୁଁ ଯେତେବେଳେ ପୁଣି ଆଉ ଥରେ MLA ହେଇକିରି ଆସିଲି 95 ମସିହାରେ, ପୁଣି ଲାଗିଲି ସେଇଥିରେ ଯେ କେମିତି ଭାବରେ ଦୁଗ୍ଧ ଚାଷକୁ କେମିତି ହେବ। 3ଟା ଜିନିଷରେ ଲାଗୁଥିଲି। ଗୋଟେ ମିଲ୍କ ପ୍ରଡକ୍ସନରେ ଲାଗୁଥିଲି ଏବଂ ଆଉ ଗୋଟେ ହେଉଛି ଗାଈମାନଙ୍କୁ ରଖିବା ସହିତ ତାଙ୍କର ଯେଉଁ ଗୋବର ଗ୍ୟାସ୍ ପ୍ଲାଣ୍ଟ, ଏଗୁଡ଼ିକ କେମିତି ହେବ ସେଗୁଡ଼ିକରେ ଲାଗୁଥିଲି। ସେଥିରେ ମୁଁ ଦେଖିଲି 1900 ମସିହା ବେଳକୁ, 2000 ମସିହା ବେଳକୁ ବହୁତ ସଫେଇ ମାନେ ଆଗକୁ ଚାଲିଯାଇଛି। ମାନେ ସେ ଅଞ୍ଚଳଟା ମିଲ୍କ ପ୍ରଡକ୍ସନରେ ବୋଧହୁଏ ଆଜି ଦିନରେ କଟକ ଜିଲ୍ଲାରେ 1 ନମ୍ବର ତ ନିଶ୍ଚୟ, ଓଡ଼ିଶାରେ ମଧ୍ୟ 1 ନମ୍ବର ଜିଲ୍ଲା ଅଞ୍ଚଳ ହେଇକି ରହିଛି ମିଲ୍କ ଉତ୍ପାଦନରେ, କ୍ଷୀର ଉତ୍ପାଦନ। ଏବଂ ଅବଶ୍ୟ ଓଡ଼ିଶା ଅମୁଲ ଯେଉଁପରି ଭାବରେ ଅଗ୍ରଗତି କରିଛି, ଓଡ଼ିଶା ସେ ଭାବରେ ଅଗ୍ରଗତି କରିପାରିନାହିଁ। କିନ୍ତୁ ଗୋବିନ୍ଦପୁର ଅଞ୍ଚଳ ନିଶ୍ଚିତ ଭାବରେ ଏଥିରେ ବହୁତ ଅଗ୍ରଗତି କରିଛି। ଦୁଗ୍ଧ ଚାଷକୁ ପ୍ରୋତ୍ସାହନ ଦେଇକରି ଏବଂ କୃଷକମାନଙ୍କର ବିବିଧ ସମସ୍ୟାର ସମାଧାନ କରିକି ରାସ୍ତାଘାଟ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିକି ଆପଣ ପ୍ରମାଣିତ କରିଛନ୍ତି ଆପଣଙ୍କର ଦକ୍ଷତା। ତେବେ ସାର୍, ଆପଣ ପରେ ଆପଣ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ହେଇଛନ୍ତି ସେଇ 2002ରୁ 2004 ଅର୍ଦ୍ଧାଧିକ କାଳ। ସେ ସମୟରେ ରାଜନୈତିକ ବା ଅର୍ଥନୀତିର ସ୍ଥିତି କେମିତି ଥିଲା, ଆଉ ସେ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆପଣଙ୍କର ଭୂମିକା ଅର୍ଥମନ୍ତ୍ରୀ ଭାବରେ କ'ଣ ଥିଲା? ସେମିତି କିଛି ପ୍ରମୁଖ ଘଟଣା ଆସୁଛି। ବିଜୁ ଜନତା ଦଳ ଗଠିତ ହେଇଥିଲା 2000 ମସିହାରେ, ସରକାରକୁ ଆସିଲେ ନବୀନ ବାବୁ ଜଣେ ନୂଆ ଲୋକ, ଓଡ଼ିଶାରେ ତାଙ୍କର ପରିଚୟ ନଥିଲା, କିନ୍ତୁ ସେ ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଆସିଲେ। ସେ ସମୟ ପୂର୍ବରୁ ଏକ ବିରାଟ ଦୁର୍ଘଟଣା ଓଡ଼ିଶାରେ ଘଟିଥିଲା 1999 ମସିହାରେ। ଆମେ ସମସ୍ତେ ଜାଣିଛେ ଯେଉଁ ମହାକାଳ ମାନେ ଗୋଟେ ଅତିମାତ୍ରା, ମାନେ 99ର ଯେଉଁ ବାତ୍ୟା, ମହାବାତ୍ୟା, ସେଥିରେ ଅନେକ କ୍ଷୟକ୍ଷତି ହେଇଥିଲା। ଓଡ଼ିଶାର ଅର୍ଥନୀତି ବିପର୍ଯ୍ୟସ୍ତ ହେଇଯାଇଥିଲା। ଆପଣ 2002ରୁ 2004 ଭିତରେ ଆପଣ ରାଜ୍ୟର ଅର୍ଥମନ୍ତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି ଏବଂ ସେ ସମୟରେ ରାଜ୍ୟର ଅର୍ଥନୈତିକ ବ୍ୟବସ୍ଥା ବା ସ୍ଥିତି କ'ଣ ଥିଲା ଏବଂ ସେ ବ୍ୟବସ୍ଥାକୁ ସୁଧାରିବା ପାଇଁ ଆପଣଙ୍କୁ କ'ଣ ଭୂମିକା ଆପଣଙ୍କୁ ଗ୍ରହଣ କରିବାକୁ ପଡ଼ିଥିଲା ଏବଂ ସେମିତି କିଛି ପ୍ରମୁଖ ଘଟଣା କିଛି ଦର୍ଶକମାନଙ୍କୁ କହିବେ? ବହୁତ ଖରାପ ଥିଲା ଓଡ଼ିଶାର ଆର୍ଥିକ ସ୍ଥିତି। ଏପରିକି ଦରମା ଦେବା ପାଇଁକି ପାଖରେ ପଇସା ନଥିଲା ସରକାରଙ୍କ ପାଖରେ। ମାସରେ ଦରମା ଦେବା ପାଇଁକି ଆମକୁ ଋଣ କରିବାକୁ ପଡ଼ୁଥିଲା
ଏବଂ ଋଣ କରିକି ଋଣ ସୁଝିବାକୁ ପଡ଼ୁଥିଲା, ଋଣ ଜନ୍ତା ଭିତରେ ରାଜ୍ୟ ପଡ଼ିଯାଇଥିଲା। ଏ ସମୟରେ ଯେତେବେଳେ 2002 ମସିହାରେ ରାମକୃଷ୍ଣ ପଟ୍ଟନାୟକ ଅର୍ଥମନ୍ତ୍ରୀରୁ ଗଲେ, ମୁଁ ଚାହିଁଲି ଯେ ମୋତେ ଏଇ ବିଭାଗଟା ଦିଆଯାଉ। ମୁଁ ଚାହୁଁଥିଲି, କିନ୍ତୁ ମୁଁ କାହାକୁ କହିନାହିଁ। କିନ୍ତୁ ମୋ ପାଖକୁ ଖବର ଆସିଲା ଯେ ମୋତେ କ୍ୟାବିନେଟ୍ ମିନିଷ୍ଟର ପଞ୍ଚାୟତ ରାଜର କରାଯାଉଛି। ଯିଏ ମୋତେ କହିଲେ, ମୁଁ ତାଙ୍କୁ ସିଧାସଳଖ କହିଲି ନା, ମୁଁ ଯଦି ନେବି ଅର୍ଥମନ୍ତ୍ରୀ ନେବି ନା, କାହିଁକି ନେବ ଅର୍ଥମନ୍ତ୍ରୀ ବିଭାଗ? ଅର୍ଥ ବିଭାଗ ବର୍ତ୍ତମାନ ସଙ୍କଟ ଭିତରେ ଚାଲିଛି। ତା ହିଁ ପରୀକ୍ଷା କରିକି ଦେଖିବା ପାଇଁ ଚାହେଁ ଯେ ଏଇ ବିଭାଗଟା ଚାଲିପାରିବ କି ନାହିଁ। ସେଇ ଅଫିସର ଅଛନ୍ତି ରହିବେ, ସେଇ ଏମାନେ ରହିବେ, ଯେଉଁମାନେ ଏକ୍ଜିକ୍ୟୁଟିଭ୍ ସବୁ ରହିଛନ୍ତି ରହିବେ। ତା ସତ୍ତ୍ୱେ ଓଡ଼ିଶାର ଅର୍ଥନୀତିକି ବଦଳେଇ ହେବ ନାହିଁ, ବ୍ୟବସ୍ଥାକୁ ବଦଳେଇ ପାରିବା ନା ନାହିଁ। ସେ ଶୁଣିଲେ, ସେ ବୋଧେ ରିପୋର୍ଟ କରୁଛନ୍ତି। ଯେତେବେଳେ ମିଷ୍ଟର ବାଗ୍ଚି ଥିଲେ ଆଜ୍ଞା ସେକ୍ରେଟାରୀ, ଚିଫ୍ ସେକ୍ରେଟାରୀ, ସେଠୁ ତାପରେ ଆସିଲା ଯେ ନାଇଁ, ସମସ୍ତେ କହୁଛନ୍ତି ତାହେଲେ ତା ସେକେଣ୍ଡ ଫାଇନାନ୍ସ ମିନିଷ୍ଟରଟା ହେଉଛି ନେକ୍ସଟ ଟୁ ଚିଫ୍ ମିନିଷ୍ଟର। ଆଜ୍ଞା ଆଉ ଅନେକ ସିନିୟର ମେମ୍ବର ଅଛନ୍ତି, ଆପଣ ସେ ସିନିୟରିଟି ଭିତରେ ଆପଣଙ୍କୁ ନେଇକି ସେଠି ରଖିଦେବା, ତେବେ ତାକୁ ସେମାନେ ବୋଧେ ଫିଲ୍ କରିବେ। ଭଲ ପାଇବେନି। କିନ୍ତୁ ଆପଣ ତ ଫ୍ରିଡମ୍ ଅଛି, ସ୍ୱାଧୀନତା ରହିବ। ସେଠୁ ମୋତେ ଷ୍ଟେଟ୍ ମିନିଷ୍ଟର ଇଣ୍ଡିପେଣ୍ଡେଣ୍ଟ କରିଦିଆହେଲା। ତେଣୁ ନବୀନ ବାବୁ ପ୍ରକୃତରେ ମୁଁ କୃତଜ୍ଞତା ଜଣାଇବି। ସେ ପ୍ରକୃତରେ ସବୁ ପ୍ରକାର ଫ୍ରିଡମ୍ ମୋତେ ଦେଇଥିଲେ। ଫାଇଲ୍ ଗୁଡ଼ିକ ସବୁ ମାନେ ବିଭିନ୍ନ ବାଟରେ ମୁଁ ଦେବି, ଏବଂ ମୁଁ ଯେଉଁ ଫାଇଲ୍ ଉପରେ ଯାହା କମେଣ୍ଟ କରିବି, ଯାହା ନିଷ୍ପତ୍ତି ନେବି, ତାର ଅନରେବଲ୍ ମିନିଷ୍ଟର, ଚିଫ୍ ମିନିଷ୍ଟର ତାକୁ ସ୍ୱୀକୃତି ଦେଇଥାଏ। ଏ କଥା ଗୁଡ଼ାକ ଏବଂ ସେଥିରେ ମୁଁ ଜଏନ୍ କଲି ଫାଇନାନ୍ସ ମିନିଷ୍ଟର, ପାର୍ଲାମେଣ୍ଟାରୀ ଆଫେୟାର୍ସ ମିନିଷ୍ଟର, ଦୁଇଟାର ଦାୟିତ୍ୱରେ ରହିଲି, କାର୍ଯ୍ୟ ଆରମ୍ଭ କଲି। ମୁଁ ଦେଖିଲି ଏ ବିଶେଷ କିଛି କଷ୍ଟକର ନୁହେଁ। ଆମେ ସଜାଡ଼ି ପାରିବା। ଘରେ କମ୍ ପଇସା ଅଛି, କିନ୍ତୁ ଆମ ଘରେ ଆମେ ଗୋଟିଏ ପର୍ବ କରିବା କି ବାହାଘର କରିବା, ତାକୁ କେତେ ଶୃଙ୍ଖଳିତ ଭାବରେ କରିପାରିବା, ତାହେଲେ ଆମେ ସଫଳତା ପାଇବା। ସେ ପର୍ବ କରିବାରେ ବା ସେ ବିବାହ, ସେ ସୋସାଇଟି ସୋସିଆଲ କାର୍ଯ୍ୟ କରିବାରେ ସଫଳତା ପାଇବା। ତା ସାଙ୍ଗରେ ଆମ ଉପରେ ଆର୍ଥିକ ବୋଝ ପଡ଼ିବନି। ଏଇ ପ୍ରକାରର ମୋର ଗୋଟିଏ ଦିନ। ଯାହା ସାର୍ କହୁଥିଲେ, ଆପଣ ସେତେବେଳେ 1999 ମସିହାର ବାତ୍ୟା ମହାବାତ୍ୟା ସେତେବେଳେ ପୁରା ବିପର୍ଯ୍ୟସ୍ତ କରିଯାଇଥିଲା ଅର୍ଥନୈତିକ ବ୍ୟବସ୍ଥାକୁ। ସେ ତାକୁ ସଜାଡ଼ି ହେବ। ଏ ସବୁ କଥାକୁ ଭାବିକିରି ମୁଁ କହିଲି ଦାୟିତ୍ୱ ନେବି। ମୁଁ ଖାଲି ଗୋଟିଏ କଥା ମନେ କହିଦେଉଛି ଏଠି, ସମସ୍ତେ ଜାଣିବା ଦରକାର। ମୁଁ ଯେତେବେଳେ ସେକେଣ୍ଡ ଇୟର୍ରେ 3 ମସିହାରେ 12th ଫାଇନାନ୍ସ କମିଶନ, ସେତେବେଳେ ଶ୍ରୀ ରଙ୍ଗରାଜନ ଥାନ୍ତି ତାର ଚେୟାରମ୍ୟାନ୍, ତାଙ୍କ ସେ ଡାକିଥାନ୍ତି, ମିଟିଂ ଡାକିଥାନ୍ତି। ଫାଇନାନ୍ସ ମିନିଷ୍ଟର ଭାବରେ ଓଡ଼ିଶାରୁ ମୁଁ ଯାଇଥାଏ। ମୁଁ ଯେତେବେଳେ ମୋର ପ୍ରେଜେଣ୍ଟେସନ୍ ଇଏ କଲି, ସାମ୍ନାକୁ ତାଙ୍କ ପାଖରେ ଉପସ୍ଥାପନ କଲି, ସେତେବେଳେ ମୁଁ ପ୍ରଥମେ କହିଲି, ମୁଁ ଏଠି ବେଗିଂ ବାଉଲ୍ ଧରିକିରି ମାନେ ମାଗିବା ପାଇଁ କିଛି ଆସିନାହିଁ, ଭିକ୍ଷାପତ୍ର ଧରିକି ଆସିନାହିଁ। ମୁଁ ମୋର ପରଫର୍ମାନ୍ସ ଦେଖେଇ ହକ୍ ନେବା ପାଇଁ ଆସିଛି। ସେ ଆଶ୍ଚର୍ଯ୍ୟ ହେଇକି ମୋ ମୁହଁକୁ ଅନେଇଲେ ଏବଂ ମୁଁ କହିଲି ଯେ ପରଫର୍ମାନ୍ସ ଏଇ ବର୍ଷକ ଭିତରେ ଏଇ କାର୍ଯ୍ୟ କରିବା ଫଳରେ 364 ସମୁଦାୟ ବର୍ଷକର ଦିନ ହେଉଛି 365 ଦିନ। 364 ଦିନ ୱେଜ୍ ଆଣ୍ଡ ମିନ୍ସ ଓଭରଡ୍ରାଫ୍ଟରେ ଥିଲା, ତାକୁ ମୁଁ କମେଇ ଦେଇଛି। 2800 କୋଟି ଟଙ୍କା ଥିଲା ରେଭିନ୍ୟୁ ଡେଫିସିଟ୍, ତାକୁ ପୁରାପୁରି ଅଧା ବଢ଼ିକିରି 2800 କୋଟି ଟଙ୍କା ରେଭିନ୍ୟୁ, ତାକୁ ବଢ଼େଇକିରି 1400 କୋଟି ଟଙ୍କାକୁ କମେଇ ଆଣିଛି। ଏସବୁ ପରଫର୍ମାନ୍ସ ତାଙ୍କର ସାମ୍ନାରେ ଥୋଇଲି। ସେ ତାକୁ ଦେଖିଲେ ସମସ୍ତ ତଥ୍ୟ ଏଗୁଡ଼ିକ ଦେଖିଲେ। ଉଠିକି ଗଲୁ। ମିଟିଂ ମଝିରେ ସରିଲା ପରେ ଖାଇବାକୁ ଯେତେବେଳେ ଗଲୁ, ସେ କହିଲେ ଯେ ସେ ୟଙ୍ଗ ମ୍ୟାନ୍, ସେଇ ଫାଇନାନ୍ସ ମିନିଷ୍ଟର, ମୁଁ ଗଲି, କହିଲେ ଫର୍ ଦି ଫାର୍ଷ୍ଟ ଟାଇମ୍, ଆଜି ମୋର ମନେ ପଡ଼ୁଛି, ସେ କହୁଛି ଫର୍ ଦି ଫାର୍ଷ୍ଟ ଟାଇମ୍ ମୁଁ ଶୁଣିଲି ଜଣେ କହୁଛନ୍ତି ମୁଁ ମାଗିବାକୁ ଆସିନାହିଁ। ସବୁବେଳେ ଏ କଥା ସବୁଠି ଶୁଣିଥାଏ, ଆମକୁ ଏଇଆ ଦିଅ, ତାଙ୍କୁ ଦିଅ, ବଟ୍ ଫର୍ ଦି ଫାର୍ଷ୍ଟ ଟାଇମ୍ ୟୁ ଆର୍ ଟେଲିଂ ଯେ ମାଗିବାକୁ ଆସିନାହିଁ। ମୋ ପରଫର୍ମାନ୍ସ ଦେଖିକିରି ମୋତେ ହକ୍ ଦିଅ, ମୋତେ ଉଦ୍ଧାର କର, ମାନେ ଏ ବ୍ୟବସ୍ଥାରୁ ମୋତେ ସାହାଯ୍ୟ କର। ୟେସ୍, ଆପଣ ଦେଖିବେ ମାନେ ଏହାର ଫଳ ନିଶ୍ଚୟ ଭଲ ଫଳିବ। ଏବଂ ସେ 12th ଫାଇନାନ୍ସ କମିଶନ ବାସ୍ତବିକ ଆମ ଓଡ଼ିଶାର ଅର୍ଥନୀତିକୁ ବଦଳେଇ ଦେଲା। ସେ ଯେଉଁ ଆୱାର୍ଡ଼ ଦେଲେ, ସେ ଆୱାର୍ଡ଼ଟା ପରଫର୍ମାନ୍ସ ଉପରେ ଦେଇକିରି ଆୱାର୍ଡ଼ଟା ଦେଲେ ଏବଂ ସେଥିରେ ଆମେ ଅନେକ ଭାବରେ ଋଣମୁକ୍ତ ହୋଇଗଲୁ।
ଆମେ ଏବଂ ଡେଭଲପମେଣ୍ଟ ମଧ୍ୟ ପାଇଁକି ସୁଯୋଗ ପାଇଲୁ। ତେଣୁ ଏଇଟା ମୋର ଗୋଟେ ବଡ଼ ଅନୁଭୂତି ଏବଂ କାର୍ଯ୍ୟସିଦ୍ଧ ହେଇଛି ସେ ସମୟରେ। ତେଣୁ ସେ ସମୟରେ ଆଉ ଗୋଟେ କଥା ମୁଁ କହି ରଖେ, ଯେଉଁମାନେ ମନ୍ତ୍ରୀ ହେଉଛନ୍ତି ଯେଉଁ ବିଭାଗର ହୁଅନ୍ତୁ ନା କାହିଁକି, ଯଦି 100% ସଚୋଟ ରହିବେ, 100% ଅନେଷ୍ଟ, 99 ନୁହେଁ, ସେ 1%ଟା ମଧ୍ୟ ଲୋକେ ମାର୍କ କରିକି ଦେଖୁଛନ୍ତି, ଅନେଇଦେବେ। ତମ ପାଖରେ ଯେଉଁ ତଳ କିରାଣୀଟିଏ କାମ କରୁଛନ୍ତି ସେ ଜାଣିପାରିବେ ଯେ କେଉଁ ଜାଗାରେ ଇଏ 1% ଖିଲାପଟି ଅଛି। ଏଣୁ ତାହେଲେ ସେଟା ଆଉ ତଳକୁ ତମ କଥାର ମୂଲ୍ୟ ପର୍କୁଲେଟ୍ କରିବ ନାହିଁ। ଯଦି ଅନେଷ୍ଟ 100% ଥିବ ତାର ପ୍ରଭାବ ଲୋକଙ୍କ ଉପରେ ପଡ଼େ। ସେଟା ବି ଦେଖିଲି। ସମସ୍ତ ଲୋକ, ଇଞ୍ଜିନିୟର ମାନେ, ଏମାନେ ଯେତେବେଳେ ଦେଖିଲେ ଯେ ଏ ମନ୍ତ୍ରୀଟି ଏପରି ଭାବରେ କାର୍ଯ୍ୟ କରୁଛନ୍ତି, ସେମାନେ ସମସ୍ତେ କିଛି କିଛି ପରିମାଣରେ ପ୍ରଭାବିତ ହେଲେ। ରାଜ୍ୟ ପ୍ରତି ଶ୍ରଦ୍ଧା ଆସିଲା, କାର୍ଯ୍ୟ ପ୍ରତି ଶ୍ରଦ୍ଧା ଆସିଲା ଏବଂ ଏ ଯେଉଁ ଦୁର୍ନୀତି ବା ପଇସା ଏକସର କରିବା କଥା ତା ପ୍ରାୟତଃ କମି ଗଲା, ବିଲୁପ୍ତ ହେବାକୁ ଏବଂ ଲାଗିଲା। ତା ଦ୍ୱାରା ଓଡ଼ିଶା ଲାଭବାନ ହେଲା, ରାଜ୍ୟ ଅଧିକ ଲାଭବାନ ହେଲା। ମୋର କହିବାର କଥା ହେଉଛି ମନ୍ତ୍ରୀ ଯିଏ ହେବ ସେ ସବୁଠାରୁ ବଡ଼ ଅନେଷ୍ଟ ରହିବ। ଏ କଥା ମୋତେ ଶ୍ରୀଯୁକ୍ତ ସଦାଶିବ ମିଶ୍ର ଆମର ଯେ ଭାଇସ୍ ଚାନ୍ସେଲର ଥିଲେ, ସେ ମୋତେ ଥରେ ପାଠ ପଢ଼ାଇଲା ବେଳେ ବଜେଟରେ କହିଲା ବେଳେ, ଏକାଠି ଆମେ ରହୁଥିଲୁ ଦିଲ୍ଲୀରେ, ଗୋଟେ ରୁମ୍ରେ ରହୁଥିଲୁ। ସକାଳୁ ଉଠିକି ଚା ଖାଇଲା ବେଳେ ମୁଁ ତାଙ୍କଠୁ ପଚାରେ ପ୍ରଶ୍ନ ଇଏ କୁହନ୍ତି, ସେ କହିଥିଲେ, କହିଲେ ସବୁଠାରୁ ତମେ କାହାକୁ ଦେଖିଛ ତମ ଘରେ ସବୁ ରୋଷେଇ ବାସ କାମ ଦାମ କରୁଥିବା? ମୁଁ କହିଲି ମୋ ମାଆକୁ, ମୋ ମଦର, ମୋ ବୋଉ, ୟେସ୍। ସେ କେତେବେଳେ ଖାଏ? ତମେ ସମସ୍ତେ ଖାଇସାରିଲା ପରେ ପରିବାରରେ ବୋଉ ତମର ଖାଏ। ଚମତ୍କାର ସେ ବୁଝେଇଥିଲେ ସେଇପରି ଭାବରେ। ଏଣୁ ସିଏ ଯଦି ପ୍ରଥମରୁ ଖାଇବା ଆରମ୍ଭ କରିଥାନ୍ତା ତାହେଲେ ତମେ ପିଲାମାନେ କେହି ଖାଇବାକୁ ପାଇବନି। ଆମ ରାଜ୍ୟରେ, ଆମ ଦେଶର ଅବସ୍ଥା ଏଇଆ ହେଇଛି। ମନ୍ତ୍ରୀମାନେ ନିଜେ କ'ଣ କ'ଣ କରିବା କଥା ଶୃଙ୍ଖଳା ତା ବୋଧେ ଶିଖିନାହାନ୍ତି। ସେ ମୋତେ ବୁଝାଉଥିଲେ। ନିଶ୍ଚିତ। ମୁଁ ସେଇଟା ହିଁ ମୁଁ ଦେଖିଲି, ପ୍ରକୃତରେ ବାସ୍ତବରେ ସେ କଥାକୁ ଲକ୍ଷ୍ୟ କଲି ଏବଂ ସେ କଥା ଘଟିଲା ମଧ୍ୟ, ଏବଂ କାର୍ଯ୍ୟରେ ବି ଲଗେଇଲେ। କାର୍ଯ୍ୟରେ ଲଗେଇଲି। ଏଣୁ ସେଥିରେ ହେଲା ଗୋଟେ ସରପ୍ଲସ୍ ଷ୍ଟେଟ୍ରେ ପହଞ୍ଚିଗଲା। ଗୋଟେ ରାଜ୍ୟ ଡେଫିସିଟ୍ରୁ ସରପ୍ଲସ୍ ଷ୍ଟେଟ୍ରେ ପହଞ୍ଚିଲା। ଅନେକ ଋଣଗ୍ରସ୍ତ, ଋଣ ଭିତରେ ଛଟପଟ ହେଉଥିବା ରାଜ୍ୟ ଋଣ ମୁକ୍ତ ତ ହେଇପାରିନାହିଁ, ଋଣ ଚାଲିଛି, ସ୍ୱାବଲମ୍ବୀ ହେଇପାରିଲା। ଛଟପଟ ଆଉ ହେଉନାହିଁ। ଏ କଥା ଗୁଡ଼ିକ ମୁଁ ଦେଖିପାରିଛି। ତେଣୁ ଅନେକ ମୋ ଅଞ୍ଚଳର ବିଧାୟକ ଭାବରେ ମୁଁ ଯାହା ସ୍ୱପ୍ନ ଦେଖିଥିଲି, ରାସ୍ତାଘାଟ, ଅଞ୍ଚଳର ଡେଭଲପମେଣ୍ଟ, ଗୋଟେ କୃଷି କୃଷକର ଡେଭଲପମେଣ୍ଟ ଏବଂ ସେ ଅଞ୍ଚଳର ଲୋକମାନଙ୍କର ଆର୍ଥିକ ସ୍ଥିତିର ଉନ୍ନତି, ଏ ସବୁ ଘଟଣା ଘଟିଛି। ଆର୍ଥିକ ସାମାଜିକ ପ୍ରଗତି ନିଶ୍ଚିତ ଭାବରେ ହେଇଛି। ସାମାଜିକ ପ୍ରଗତିରେ ତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବିଦ୍ୟୁତ ଶକ୍ତି, ଏ ସବୁ ଗୁଡ଼ିକ ସେ ମୁଁ ଭାବୁଛି ଗୋଟେ 1 ନମ୍ବର ଅଞ୍ଚଳ ବୋଲିକରି ସାରା ଓଡ଼ିଶାରେ ହେବ ହେଇପାରିଥିଲା। ଇଏ ଗୋଟିଏ ହେଇଛି। ଦ୍ୱିତୀୟ କଥାଟି ହେଉଛି ରାଜ୍ୟକୁ ମଧ୍ୟ ଏ ସମସ୍ତ ଦୁରବସ୍ଥା ଭିତରୁ, ଖରାପ ଅବସ୍ଥା ଭିତରୁ ଉଦ୍ଧାରିବାରେ ମୋର ଯେତିକି ସକ୍ଷମ ଏବଂ ମୋର ସହଯୋଗୀମାନେ, ସେ ଫାଇନାନ୍ସ ସେକ୍ରେଟାରୀ ହୁଅନ୍ତୁ, ତଳର ଛୋଟ କିରାଣୀଟିଏ ପର୍ଯ୍ୟନ୍ତ ହୁଅନ୍ତୁ, ସମସ୍ତଙ୍କର ସହଯୋଗରେ ଆମେ ସେ କାର୍ଯ୍ୟଟି କରିପାରିଥିଲୁ। ନିଶ୍ଚିତ ଭାବରେ ଆପଣଙ୍କର ଏ କାର୍ଯ୍ୟଦକ୍ଷତା, ଆପଣଙ୍କର କାର୍ଯ୍ୟଶୈଳୀ ଅନ୍ୟମାନଙ୍କୁ ପ୍ରଭାବିତ କରିବାରେ ଏବଂ ଦେଶ ରାଜ୍ୟକୁ ସ୍ୱାବଲମ୍ବୀ କରିବାରେ, ଆର୍ଥିକ ପ୍ରଗତିକୁ ଆଣିବାରେ ନିଶ୍ଚିତ ଭାବରେ ସଫଳ ହେଇଛି। ତେବେ ସାର୍, ଆପଣ ବିଜେଡ଼ିରୁ ଇସ୍ତଫା ଦେଇଥିଲେ। ଆପଣଙ୍କର 2008ରେ ବୋଧେ ମୋର ମନେ ପଡ଼ୁଛି, 2008ରେ ବିଜେଡ଼ିରୁ ଇସ୍ତଫା ଦେଲେ ଏବଂ ନେତୃତ୍ୱର ସହିତ ମତଭେଦ 2006 ଯେଉଁ ଦେଲି। ହଁ, 2006ରେ। ଆଚ୍ଛା, ତେବେ ନେତୃତ୍ୱର ମତଭେଦ କାରଣ ଦର୍ଶାଇକରି ଆପଣ ଦେଲେ। ନିର୍ଦ୍ଦିଷ୍ଟ କାରଣ କ'ଣ ଥିଲା? ଶୁଣନ୍ତୁ, ନିର୍ଦ୍ଦିଷ୍ଟ କାରଣ ତ ଲୁଚେଇବାକୁ କିଛି ଚାହେଁ ନାହିଁ। ଗୋଟିଏ କଥା ହେଉଛି, ସେ ସମୟକୁ ନବୀନ ବାବୁ ବିଶେଷ ଭାବରେ ପ୍ୟାରୀବାବୁଙ୍କ ଉପରେ ଡିପେଣ୍ଡ କରିଗଲେଣି। ଆଜ୍ଞା, ରାଜନୈତିକ ପ୍ରକ୍ରିୟା କମିଗଲାଣି ଏବଂ ତାଙ୍କର ସେତିକି ତାଙ୍କ ଉପରେ ନିର୍ଭରଶୀଳତା ବଢ଼ିଗଲାଣି। କିନ୍ତୁ ପ୍ୟାରୀବାବୁଙ୍କ କଥାରେ ସବୁ ଯେ ଚାଲିଛନ୍ତି ସେ କଥା ମୁଁ କହିପାରିବି ନାହିଁ। ତାଙ୍କର ଟିକେ ସେ ଯେଉଁ ଇନକ୍ଲିନେସନ୍ ଭାରତୀୟ ଜନତା ପାର୍ଟି ପ୍ରତି ତାଙ୍କର ମଧ୍ୟ ସେଟା ରହିଲା, ଯେଉଁଟାକି ମୁଁ ଭାଙ୍ଗିବାକୁ ଚେଷ୍ଟା କରିଥିଲି ଏବଂ ପ୍ୟାରୀବାବୁ ମଧ୍ୟ ଚେଷ୍ଟା କରୁଥିଲେ, ତାଙ୍କର ମଧ୍ୟ ମୋ ସହିତ ସେଥିରେ ସହମତି ଥିଲା। କିନ୍ତୁ କିଛି ସେତେବେଳେ ତ ଆଲାଏନ୍ସ ନଥିଲା ବିଜେପି ସହିତ। ବିଜେଡି ଥିଲା। ସେ ଆଲାଏନ୍ସ ଥାଇକିରି ମଧ୍ୟ ଆମେ ତାଙ୍କ ପାଖରେ ସରେଣ୍ଡର କରିନଥିଲୁ, ବରଂ ବିଜେଡି ପାଖରେ ବିଜେଡିର ସାହାଯ୍ୟ ଲୋଡୁଥିଲା। ମୁଁ ଯେତେବେଳେ ପର୍ଯ୍ୟନ୍ତ
ଅନୁଭବ ଯେଉଁ ସମୟରେ ମୁଁ ଅନୁଭବ କଲି ଯେ ବିଜେପି ପାଖରେ ବିଜେଡ଼ିଟା ସରେଣ୍ଡର କରୁଛି ମୋର ରାଜନୈତିକ ବିଚାରରେ ଆସିଲା ଯେ ନାଇଁ ଏ ଦଳ ସହିତ ହେବନି ମାନେ ଇଏ କରିପାରିବେନି ଇଏ ରଖିପାରିବେ ଖାପ ଖୁଆଇ ପାରିବା ଇଏ କାମ କରିପାରିବେନି ଏଇ କଥା ତ କହିଲେ ଏବଂ ତାଙ୍କୁ ମଧ୍ୟ 2-3ଟି କଥାରେ କହିଲେ ସେ ଗୋଟିଏ ତତ୍କ୍ଷଣାତ ବିଶୃଙ୍ଖଳା ହେଲା ମୋର ବଡ଼ ଭାଇ ସେତେବେଳକୁ ସେ ମୋତେ ଦଳ ଛାଡ଼ି ଦେଇଥାନ୍ତି ସେ ଗୁଡ଼ିଏ ଆର୍ଟିକଲ ଲେଖୁଥାନ୍ତି କାନ ଖୋଲ କର ଶୁନ ସରକାର ବିଭିନ୍ନ ସମୟରେ କାଗଜମାନଙ୍କରେ ବାହାରୁଥାଏ ତାକୁ ଦେଖିକରି ଅନେକ ରାଜନେତା ମାନେ ମୋ ବିରୁଦ୍ଧରେ ମଧ୍ୟ ନବୀନ ବାବୁଙ୍କୁ କହୁଥାନ୍ତି ଭାଇ ଏମିତି କହୁଛନ୍ତି ମୁଁ ଦେଖିଲି ଯେ ଭାଇ ଏପରି ଲେଖୁଛନ୍ତି ତାଙ୍କୁ ବନ୍ଦ କରିହେବନି କାରଣ ସେ ବି ସଠିକ ତଥ୍ୟ ଦେଇକରି ଲେଖୁଛନ୍ତି ଏବଂ ତାଙ୍କର ବିଚାର ଅତ୍ୟନ୍ତ ସିଦ୍ଧ ମୁଁ ତାଙ୍କ ଉପରେ ପ୍ରଶ୍ନ କରିପାରିବିନି ବିଚାର ଉପରେ ତେଣୁ ଆଡ଼େ ନବୀନ ବାବୁଙ୍କ ପାଖରେ ଯେଉଁ କଥା ସବୁ କୁହାଯାଉଛି ତାଙ୍କ ବିରୁଦ୍ଧରେ ତାକୁ ମଧ୍ୟ ସହ୍ୟ କରିପାରିବି ନାହିଁ ସେ ସମୟରେ ପ୍ଲାନିଂ ବୋର୍ଡ଼ର ଚେୟାରମ୍ୟାନ୍ କରିବା ପାଇଁକି ମୋତେ ପ୍ରାୟତଃ ସୁପାରିଶ ହେଉଥିଲା କରାଯାଇଥିଲା କରୁଥାନ୍ତେ କହିଥିଲେ କିନ୍ତୁ ମୁଁ ହାରି ଯାଇଥିଲି 2006ରେ ତାହା ନ କରିକିରି ମୋତେ ଗୋଟେ ସାଧାରଣ ମେମ୍ବର ଭାବରେ ତା ଦେହରେ ଦେଇଦେଲେ ସେ ଆଉ ଗୋଟିଏ ମୋ ମନ ଭିତରର ଦୁଃଖ ଆସିଲା ଯେ ମୁଁ ଏତେ କାମ କଲି ରାଜ୍ୟର ଅବସ୍ଥାକୁ ବଦଳାଇବାରେ ତାର କ'ଣ ପ୍ରଭାବ ମୁଁ ସଚ୍ଚୋଟତା ଦେଖେଇଲି ତାର ପ୍ରଭାବ କିଛି ଏ ମୁଖ୍ୟମନ୍ତ୍ରୀଙ୍କ ଉପରେ କ'ଣ ପଡ଼ିଲା ନାହିଁ ଇଏ ହେଲା ଗୋଟିଏ କାରଣ ଦ୍ୱିତୀୟ କାରଣ ହେଲା ଭାରତୀୟ ଜନତା ପାର୍ଟି ସହିତ ତାଙ୍କର ସମଝୋତା ତୃତୀୟ କାରଣଟି ହେଲା ପ୍ୟାରୀବାବୁଙ୍କ ଉପରେ ନିର୍ଭରଶୀଳତା ଏଇ କଥା ସକାଶେ ମୁଁ ଛାଡ଼ି ଚାଲିଗଲି ଆଉ ତେବେ ସାର୍ ଆପଣ ତାପରେ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ କଟକ ଲୋକସଭାରୁ ପ୍ରାର୍ଥୀ ହେବାର କିଛି ଅଭିଜ୍ଞତା ଅଛି ନାହିଁ ମୋତେ ଯେତେବେଳେ ବହୁତ ଦିନ ତାପରେ ମୁଁ ଛିଡ଼ା ଇଏ କରିନାହିଁ 2018 ମସିହା ବେଳକୁ ଗ୍ୟାପ୍ କିଛି ଗ୍ୟାପ୍ ରହିଥିଲା ମୋତେ ନିରଞ୍ଜନ ପଟ୍ଟନାୟକ ଯିଏ ପ୍ରେସିଡେଣ୍ଟ ଥିଲେ ସେ ମୋ ଭାଇଙ୍କର ସାଙ୍ଗ ସେ ବାରମ୍ବାର ମୋତେ ଯେଉଁଠି ଦେଖା ହୁଅନ୍ତି ବେଳେବେଳେ ଘରକୁ ବି ଆସିଲେ ତୁ ଜଏନ୍ କର କଂଗ୍ରେସରେ ମୋର ଗୋଟେ ନିଷ୍ପତ୍ତି କରିଥାଏ ରାଜନୀତିରେ ତ ରହିବି ଆଉ କ'ଣ କରିବି ତେଣୁ ଭାବୁଥାଏ ସେ ସମୟରେ ସେଥିରେ ଥିଲେ ପ୍ରଭାରୀ ଆସିଥିଲେ ସେ ମୋତେ ଡକେଇ ପଠାଇଲେ ଗାଡ଼ି ପଠାଇଲେ ଗଲି ସେଠିକି ଏବଂ କଥାବାର୍ତ୍ତା କରେଇଦେଲେ ସେଠିକି ଲଗେଇକିରି ରାହୁଲ ଗାନ୍ଧୀଙ୍କ ସାଙ୍ଗରେ ସେମାନେ ସବୁ ସେ ନିଷ୍ପତ୍ତି କରି ମୋତେ କହିଲେ ଯେ ଆପଣ ୟୁ ଜଏନ୍ କଂଗ୍ରେସ ପାର୍ଟି ହଁ ସେଥିରେ ତାଙ୍କର ରିକ୍ୱେଷ୍ଟରେ ଜଏନ୍ କଲି ଏବଂ ସେମାନେ ତାପରେ ମୋତେ କଂଗ୍ରେସ ପାର୍ଟିର ପାର୍ଲାମେଣ୍ଟରେ ଏଇ ଯେଉଁ ଏଠିକି ଛିଡ଼ା କରିବା ପାଇଁ ନିଷ୍ପତ୍ତି ମଧ୍ୟ ଜଣାଇଲେ ମୁଁ କିଛି କହିନାହିଁ ତାକୁ ଲୋକସଭା ଆସନରେ ଲୋକସଭା ପାଇଁ ଜଣାଇଲେ ସେଥିପାଇଁ ଜଣେ ଅନ୍ୟ ଜଣେ ପୁରୁଣା ସଦସ୍ୟା ଯେ କଂଗ୍ରେସରେ ମୂଳରୁ ଅଛନ୍ତି ମୁଁ ଜାଣିଛି ବିଜୟଲକ୍ଷ୍ମୀ ସାହୁ ସେ ମାନେ ଇଏ ଜାଗାଟି ପାଇଁକି ଇଚ୍ଛା କରୁଥାନ୍ତି ମୋର ଇଚ୍ଛା ଥାଏ ଯେ ଯଦି ମୋ ସମାନ ଦୃଷ୍ଟିରୁ ସେମାନେ ମୋତେ ଟିକେଟ୍ ଦେଉଛନ୍ତି ଡାକିକି ଦେଉଛନ୍ତି ମୁଁ ଟିକେଟ୍ ପାଇଲା ପରେ ଆଙ୍କୁ ସେ ଟିକେଟ୍ଟା ଫେରି ଦେଇଦେବି ମୁଁ ରିକ୍ୱେଷ୍ଟ କରିବି ଯେ ବିଜୟଲକ୍ଷ୍ମୀ ସାହୁଙ୍କୁ ଟିକେଟ୍ଟା ଦିଆଯାଉ ଏବଂ ମୋର ବନ୍ଧୁ ହିସାବରେ ରହିବ ଏବଂ ଲୋକଙ୍କ ପାଖରେ ମଧ୍ୟ ମୋର ସମାନ ରହିବ ସେ କଥା ବର୍ତ୍ତମାନ ଅଛନ୍ତି ଜଗନ୍ନାଥ ପଟ୍ଟନାୟକ ମହୋଦୟ ତାଙ୍କ ଜରିଆରେ ସେ ଆମର କମନ୍ ଫ୍ରେଣ୍ଡ ତାଙ୍କ ଜରିଆରେ ତାକୁ ଖବର ପଠାଇଲି କିନ୍ତୁ ଦୁର୍ଭାଗ୍ୟର କଥା ବିଜୟଲକ୍ଷ୍ମୀ ସାହୁ କୌଣସି କାରଣରୁ ଏଇ କଥା ବିଶ୍ୱାସ ନ କରନ୍ତୁ ବା କ'ଣ ତାଙ୍କ ମନ ଭିତରେ ଥିଲା ସେ ଦିଲ୍ଲୀରେ ଯାଇକିରି ରହିକିରି କେବଳ ମୋ ବିରୁଦ୍ଧରେ କାମ କରିବା ଆରମ୍ଭ କଲେ ସେଠି ପଡ଼ିକି ରହିଲେ ସେଥିରେ ନା ତାଙ୍କର ଲାଭ ହେଲା ନା ମୋର ଲାଭ ହେଲା ମୁଁ କିନ୍ତୁ ଯେତେବେଳେ ଟିକେଟ୍ ଆସିଲା ମୋତେ ଦେଲେ ବହୁତ ଶେଷ ଦିନରେ ଦେଲେ ବୋଲେ ମୋତେ ସେତେବେଳେ ମୁଁ ଗ୍ରହଣ କଲି ଆଉ ସେ ବି ତ ମାଗିବାକୁ ଆସିଲେ ମାନେ କହିବାକୁ ଆସିଲେ ନାହିଁ ମୁଁ ତାକୁ ଦେଲିନି ଆଉ ଚେଞ୍ଜ କରିନି ଆଉ କ'ଣ ଆଉ ଅନେକ ଅଭିଜ୍ଞତା ତିକ୍ତ କଷାୟ ମଧୁର ଅନୁଭୂତି ଆପଣଙ୍କ ଜୀବନରେ ଘଟିଛି ଏବଂ ତାକୁ ବି ଆପଣ ଆମ ଦର୍ଶକମାନଙ୍କୁ ଶୁଣାଉଥିଲେ ଦର୍ଶକ ବନ୍ଧୁ ଆପଣମାନେ ଶୁଣୁଥିଲେ ଅନୁଭବୀ ରାଜନୀତିଜ୍ଞ ଜଣେ ଅଭିଜ୍ଞ ବରିଷ୍ଠ ରାଜନୀତିଜ୍ଞ ଓ ଅତୀତରେ ବହୁବାର ନିର୍ବାଚିତ ବିଧାୟକ ଏବଂ କୁଶଳୀ ଅର୍ଥନୀତିଜ୍ଞ ଅନ୍ୟତମ ଅର୍ଥନୀତି ଅର୍ଥ ମନ୍ତ୍ରୀ ଭାବରେ ତାଙ୍କର ନାଁ ବି ବହୁ ଚର୍ଚ୍ଚିତ ହୋଇଛି ଆମ ରାଜ୍ୟରେ ଯିଏ କହୁଥିଲେ ତାଙ୍କ ଅତୀତ ଅଭିଜ୍ଞତାର କଥା ଏବଂ ସଚ୍ଚୋଟ ରାଜନୀତିର କଥା ନିର୍ଭୀକ ରାଜନୀତିର କଥା ଯିଏ ସଚ୍ଚୋଟ ହେବ ସେ ନିର୍ଭୀକ ହେବ ଏବଂ ଜଣେ ସଚ୍ଚା ସେବକ ହୋଇପାରିବ
ତେଣୁ ତେବେ ଆମେ ତାଙ୍କଠୁ ଶୁଣୁଥିଲେ ଏବଂ ଏବେ ତାଙ୍କର ଆଉ ଏକ ସ୍ୱତନ୍ତ୍ର ପରିଚୟ ଅଛି। ଆମେ ଆସନ୍ତୁ ଶୁଣିବା ସେମିତି ଏକ ପରିଚୟ ଯାହାଙ୍କ ସମ୍ପର୍କରେ ଜାଣିବା ଏବଂ ତାଙ୍କ ସେ ଅନୁଭୂତିରୁ ତାଙ୍କ ଅନୁଭୂତି ସିଦ୍ଧ କାହାଣୀରୁ ଆମେ କିଛି ବିଚାର ବିଶ୍ଳେଷଣ କରିବା ଆଜିର ନିର୍ଭୀକ ବିଚାରରେ। ସାର୍, ଆପଣ ସାମ୍ବାଦିକତା ଛାଡ଼ି ରାଜନୀତି କଲେ, ତାରି ଭିତରେ ନିଜର ଲେଖନୀ ମାଧ୍ୟମରେ ଆପଣ ବିଚାର ବିଶ୍ଳେଷଣ ମାଧ୍ୟମରେ ସମାଜର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିଛନ୍ତି। ଆପଣ ଅନେକ ସମୀକ୍ଷା ଆମେ ଶୁଣୁ, ବିତର୍କରେ ଆପଣ ଭାଗ ନିଅନ୍ତି, ଟେଲିଭିଜନରେ ବିଭିନ୍ନ ସଭା ସମିତିରେ ଏବଂ ସ୍ତମ୍ଭଲେଖ ଆପଣ ଲେଖନ୍ତି। ସମାଜ ଜୀବନ ସହିତ ଜଡ଼ିତ ଅର୍ଥନୀତି କ୍ଷେତ୍ରରେ ହେଉ, ସାମାଜିକ କ୍ଷେତ୍ରରେ, ଶିକ୍ଷା ସଂସ୍କୃତି କ୍ଷେତ୍ରରେ ବିଭିନ୍ନ ଆର୍ଟିକଲ ଆପଣ ଭେଟି ଦେଇଛନ୍ତି। ବିଭିନ୍ନ ସମ୍ବାଦପତ୍ର ମାଧ୍ୟମରେ ଅନେକ ପରାମର୍ଶ ଥାଏ, ଅନେକ ଦିଗ୍ଦର୍ଶନ ଥାଏ ସମାଜକୁ। ସେ ସମ୍ପର୍କରେ ସାମାନ୍ୟ ସୂଚନା ଦେବେ। ମୂଳରୁ କଲେଜରେ ପଢ଼ିଲା ବେଳେ ଯେତେବେଳେ ସ୍ନାତକ ପଢ଼ୁଥିଲି, BA ପଢ଼ୁଥିଲି, ସେ ସମୟରୁ ମୁଁ ଲେଖାଲେଖି କରୁଥିଲି। ସେତେବେଳେ ମଧ୍ୟ ସମାଜରେ ମୋର ଲେଖା ବାହାରୁ ପ୍ରବନ୍ଧ ବାହାରୁଥିଲା ଏବଂ ସେ ସମୟରେ ଗପ, କବିତା, କଳିଙ୍ଗ ପ୍ରକାଶ ପାଉଥିଲା, ପ୍ରଜାତନ୍ତ୍ର ଓ ମାତୃଭୂମିରେ ପ୍ରକାଶ ପାଉଥିଲା। କଲେଜ କ୍ୟାରିୟରରୁ ସ୍କୁଲ କ୍ୟାରିୟରରେ ମୋର ଅଲ୍ ଇଣ୍ଡିଆ ରେଡ଼ିଓରେ ମୋର ଥିଲା କାର୍ଯ୍ୟକ୍ରମ, ସବୁରେ ମୋତେ ଭାଗ ନେଉଥିଲି। ତେଣୁ ସ୍କୁଲରେ ଭାଷଣ ପ୍ରତିଯୋଗିତା ଏବଂ ଅଲ୍ ଇଣ୍ଡିଆ ରେଡ଼ିଓ ସ୍ତରରେ କାର୍ଯ୍ୟ କରିବା ସୁଯୋଗ ସେତେବେଳେ ଥିଲା। ଲେଖାଲେଖିର ସୁଯୋଗ କଲେଜ ସ୍ତରରେ ଆସିଥିଲା ଏବଂ କଲେଜ ସ୍ତରରେ ମଧ୍ୟ ମୁଁ ପ୍ରଥମେ ବହି ଲେଖିବା ଆରମ୍ଭ କଲି। ମୋର ପ୍ରଥମ ବହି ହେଉଛି ଜନଗଣତାନ୍ତ୍ରିକ ବାଂଲାଦେଶ, 1969 ମସିହା ଯେଉଁ ବାଂଲାଦେଶର ଯେଉଁ ବିଭାଜନ ହେଲା, ତାରି ଉପରେ ଇତିହାସ ପଢ଼ିନି କିନ୍ତୁ ଶୁଣିଛି। ସେ ବହି ଟିକେ ଲେଖିଲି ଏବଂ ସେଥିରେ ଲେଖାଲେଖିରେ ମୋର ସବୁବେଳେ ସମ୍ପର୍କ ରହିଲା। ଲେଖାଲେଖି କରିବାରେ ପ୍ରବନ୍ଧ ଲେଖିବା, ଗପ ଲେଖିବା ଏବଂ ଆମର କବିତା ଲେଖିବା, କବିତା, ଗପ, ପ୍ରବନ୍ଧ ସବୁଥିରେ ମୁଁ ଲେଖାଲେଖି କରୁଥିଲି ଏବଂ ଯେତେବେଳେ ସୁଯୋଗ ମିଳୁଥିଲା ତାକୁ ଛପା ଦେଉଥିଲା। ମୋର କହିବାର କଥା ହେଉଛି ଆମ ପାଖରେ ସମୟ ଅଛି, ସମୟ ସାଉଁଟିବା ପାଇଁକି ବିଶେଷ କଷ୍ଟ ପଡ଼ିବ ନାହିଁ। କେତେବେଳେ କେଉଁ ସମୟକୁ ଧରିକିରି ଆମେ କ'ଣ କରିପାରିବା। ମୁଁ ଆ ଭିତରେ ମଧ୍ୟ କହୁଛି, ଏ ସବୁ ଭିତରେ ମୋର ଆଉ ଗୋଟିଏ ବଡ଼ କଥା ଥାଏ। ଏ ବହି ମେଳ ଭିତରେ ମୋର ଉପରେ ଏଠି ଘର କରିଲିଣି ମୁଁ 20 ବର୍ଷ ହେଲାଣି। ଏଠି 20 ବର୍ଷ ଏବଂ ପୂର୍ବରୁ ଯେଉଁଠି ଥିଲି ଚୌଦ୍ୱାରରେ ସେଠି 25 ବର୍ଷ, 45 ବର୍ଷ ଧରିକିରି ମୁଁ ଚାଷ କରେ, ପରିବା ଚାଷ କରେ। ମୋର ଆଜି ଉପରେ କିଚେନ୍ ଗାର୍ଡେନ୍ ଅଛି। ମୁଁ ଆଜି ସକାଳୁ ବି ଯାଇଥିଲି, ଛାତ ଉପରେ କିଚେନ୍ ଗାର୍ଡେନ୍ ଅଛି। କିଚେନ୍ ଗାର୍ଡେନ୍ ଆସୋସିଏସନ୍ ଶହୀଦନଗରରେ ଅଛି। ଶହୀଦନଗରରେ ସକାଳୁ ଯାଇଥିଲି ଦେଖିବା ପାଇଁ କ'ଣ ସେଠିକା ସ୍ଥିତି ହେଲା କି ନହେଲା। ଏସବୁ କାର୍ଯ୍ୟ କରିହେଉଛି। ତାକୁ କରିବା ପାଇଁକି କିଚେନ୍ ଗାର୍ଡେନ୍ କାହିଁ କରୁଛେ, ବ୍ୟବସ୍ଥା ରଖିକିରି ଯେ ଆମେ ଲୋକଙ୍କ ପାଖରେ ଗୋଟେ ପରିଚୟ ସୃଷ୍ଟି କରିପାରିବା ଯେ ଯାହା କହୁଛେ ତାହା ମଧ୍ୟ ଜୀବନରେ କିଛି କରିପାରୁଛେ, ଯେତିକି ପରିମାଣରେ ଚେଷ୍ଟା ପାରୁଛେ, ଗୋଟେ ଛୋଟିଆ ଜାଗା ହେଉ ଯାହା ହେଉ ଆମେ କରିପାରୁଛେ। ସେଇ କଥା ପାଇଁକି ମୁଁ ଏଠି ଯେଉଁ କିଚେନ୍ ଗାର୍ଡେନ୍ ଅଛି, ଏସବୁ କାର୍ଯ୍ୟ ଲେଖିବା, ପଢ଼ିବା, ତା ସାଙ୍ଗରେ ଏ କାମ କରିବା, ଏସବୁ କାମ କରାହେଉଛି ଅଛି। ଭଗବାନଙ୍କ ସମୟର ସଦୁପଯୋଗ କରିବାର କଥା ଆପଣଙ୍କୁ ଶିଖିବାର ଅଛି। ତେବେ ଦର୍ଶକ ବନ୍ଧୁ, ଆମେ ଶୁଣୁଛେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମହୋଦୟଙ୍କୁ, ଯାହାଙ୍କର ଜୀବନଚର୍ଯ୍ୟାରେ ବିଭିନ୍ନ ଦିଗ ରହିଛି। ଲେଖା ହେଉ, ରାଜନୀତି ହେଉ, ସମାଜସେବା ହେଉ, ଏମିତିକି ଆପଣ ଦୈନନ୍ଦିନ ଜୀବନ ଶୈଳୀ ତାଙ୍କର ସମର୍ପିତ କର୍ମରେ, କର୍ମମୁଖର ଜୀବନ ଚଳଚଞ୍ଚଳ ରଖିବା ପାଇଁ ଏସବୁ ଆବଶ୍ୟକ। ତେବେ ଦର୍ଶକ ବନ୍ଧୁ, ଆମେ ଆପଣଙ୍କର ସାର୍ ସ୍ତମ୍ଭ ଲେଖକ ଭାବରେ ହେଉ, ସମୀକ୍ଷକ ଭାବରେ ହେଉ, ଆଲୋଚକ ଭାବରେ ହେଉ, ଯେତିକି ଗଠନମୂଳକ ଚିନ୍ତାଧାରା ପରିପ୍ରକାଶିତ ହେଇଛି, ଆମେ ଯାହା ତାର ଆଭାସ ପାଇଛୁ, ସେସବୁ ବାଦେ ଜାତୀୟ କଂଗ୍ରେସରେ ଆପଣ ଓଡ଼ିଶାରେ ଦୀର୍ଘ ଦିନ ଧରି ନିର୍ବାଚନୀ ଅସଫଳତା ସମ୍ପର୍କରେ ଆପଣ ଆଲୋକପାତ କରିଛନ୍ତି। ପ୍ରଶାସନରୁ ଆସି ଅନେକ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଛନ୍ତି ଏବଂ ତଥାକଥିତ ନେତୃତ୍ୱ ଦେବାକୁ ଚେଷ୍ଟା କରିଛନ୍ତି। ସେ ସମ୍ପର୍କରେ ଆପଣ ମଧ୍ୟ ଆପଣଙ୍କର ଶାଣିତ ଚିନ୍ତାଧାରାରେ ଆପଣ ତାକୁ ସମୀକ୍ଷା କରିଛନ୍ତି ଏବଂ ଆପଣଙ୍କର ନିର୍ଭୀକ ବିଚାରଧାରା ଚମତ୍କାର ବିଶ୍ଳେଷଣ କରିକିରି
ଅନେକ ରୋଚକ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି ସେ ସମ୍ପର୍କରେ କ'ଣ କହିବେ? ସବୁ ଯେ ପ୍ରଭାବ ପକାଇଛି ତା ନୁହେଁ। ଗୋଟିଏ ଉଦାହରଣ ଦେଉଛି। ମୁଁ ଯେତେବେଳେ ପ୍ରଥମେ ଖବର ପାଇଲି 2008-9 ମସିହାରେ ଯେ ମହାନଦୀର ଉପର ମୁଣ୍ଡରେ ହେଉଛି ସବୁ ଛତିଶଗଡ଼ରେ ବନ୍ଧ ହେଉଛି, ପାଣି ଅଟକା ଯାଉଛି, ମୁଁ ଯାଇଥିଲି ଛତିଶଗଡ଼ ଦେଖିବା ପାଇଁ। ତଥ୍ୟ ଜାଣିଲି, ସତ୍ୟତା ଦେଖିବି ଏବଂ ଦେଖିକିରି ଆମେ ଆସିକି ପ୍ରେସ୍ ମିଟ୍ କଲି, ଯୋଡ଼ିଏ ଆର୍ଟିକଲ ସମାଜରେ ଲେଖିଲି ଯେ ଆମର ମହାନଦୀ ସଙ୍କଟରେ, ପ୍ରଥମ ଆର୍ଟିକଲ ଥିଲା ମହାନଦୀ ସଙ୍କଟରେ, ଦ୍ୱିତୀୟ ଆର୍ଟିକଲ ଥିଲା ମହାନଦୀ ମରିବାକୁ ଯାଉଛି। ପଢ଼ିଛନ୍ତି ସମସ୍ତେ? ଖାଲି ପଢ଼ି ନାହାନ୍ତି, ସେ ସମୟର ଚିଫ୍ ସେକ୍ରେଟାରୀଙ୍କୁ, ଇରିଗେସନ୍ ସେକ୍ରେଟାରୀଙ୍କୁ ଯେତେବେଳେ ଇଏ ବାଲା ନେଇକରି ପଚାରିଲେ ଇଲେକ୍ଟ୍ରୋନିକ୍ ମିଡ଼ିଆ ଯେ ଏମିତି ଗୋଟେ ଖବର ପ୍ରକାଶ ପାଉଛି, ଆଉ ଆପଣଙ୍କର ମତାମତ କ'ଣ? ସେ ପଢ଼ିଛନ୍ତି ନିଶ୍ଚୟ। ସେ କହିଲେ ହଁ ଏମିତି ଅନେକ ବନ୍ଧ ହେଲେ ଆମର କିଛି କ୍ଷତି ହେବ ନାହିଁ, ସେକ୍ରେଟାରୀ କହିଲେ। ଆଜି ସେଇ ସେକ୍ରେଟାରୀ ଅଛନ୍ତି। ଆଜି ଯେଉଁ କ୍ଷତି ହେଇଛି ସେ କ୍ଷତି ପାଇଁକି ସମସ୍ତେ ଚିତ୍କାର କରୁଛନ୍ତି। ସରକାର, ସେ ସମୟର ସରକାର, ନବୀନ ପଟ୍ଟନାୟକ ସରକାର ଚିତ୍କାର କରୁଛନ୍ତି, ପରବର୍ତ୍ତୀ ସରକାର ଚିତ୍କାର କରୁଛନ୍ତି, କିନ୍ତୁ ମହାନଦୀ ଚାଲିଗଲା ସଙ୍କଟ ଭିତରକୁ। ମୋ ଲେଖା ହୃଦୟଙ୍ଗମ କରିବା ପାଇଁ ସେମାନଙ୍କ ଭିତରେ ଏତିକି ଆଗ୍ରହ ସୃଷ୍ଟି ହେଇନାହିଁ। ଖାଲି ଉଦାହରଣ ଦେଲି। ଆଜ୍ଞା, ଯଦି ମୋର ଗୋଟେ ବହି ଅଛି ଯୋଜନା ବହି, ମୁଁ ଜଣାଇବା ପାଇଁ ଚାହିଁଲି ଯେ ଯୋଜନା କଲାବେଳେ ପ୍ରଥମେ କାହାକୁ ତୁମେ ଦେବ, ପ୍ରାଧାନ୍ୟ ଦେବ, କ'ଣ ପାଇଁ ପ୍ରାଧାନ୍ୟ ଦେଲେ ତୁମେ ଆଗକୁ ଉଠିବ। ମୋର 1 ଏକର ଜମି ଅଛି, ଅଧ ଏକର ଜମି ଅଛି। ଅଧ ଏକର ଜମିରେ ମୁଁ କେମିତି ବଞ୍ଚିବାର ଭରଣ ପୋଷଣ କରିବାର ପରିବାରକୁ ପାଇବି ବା ଆହୁରି ଉନ୍ନତି କରିପାରିବି ତାହା ଦେଖିବା ଦରକାର। ମୁଁ ତାର ପରୀକ୍ଷା କରିଛି ମୋ ନିଜ ଜୀବନରେ। ଏଇ ଆମର ପୁରୀ ଯିବା ବାଟରେ ଧାନ ମୁକୁନ୍ଦପୁର, ଆଜ୍ଞା, ସେଠି ଗୋଟିଏ ଗାଁ, ସେ ପିଲା ଦିଦି ଯାକ, ସେ ବେହେରା, ବିଜୟ ବେହେରା ଆଉ ଇଏ ପତି, 2 ଜଣ ଯାକ ମୋ ସାଙ୍ଗରେ ସମ୍ପର୍କ 96-97 ମସିହାରୁ ତାଙ୍କ ସାଙ୍ଗେ ସମ୍ପର୍କ। ସେ କେମିତି ଅଳ୍ପ ଜମି ଥିବା ଚାଷ କାମରେ ଆଡ଼େ କରିଛନ୍ତି, ଛତୁ ଚାଷ କରିଛନ୍ତି, ଛତୁ ଚାଷ ସାଙ୍ଗରେ ଗାଈ ରଖିକିରି କରିଛନ୍ତି, ମିଲ୍କ ସେଣ୍ଟର କରିଛନ୍ତି ଏବଂ କ୍ଷୀର ଉତ୍ପାଦନ କେନ୍ଦ୍ର ସାଙ୍ଗରେ ଗୋଟିଏ ଗୋବର ଗ୍ୟାସ୍ ପ୍ଲାଣ୍ଟ କରିଛନ୍ତି। ଏସବୁ କରିକିରି ତାଙ୍କର ପ୍ରତି ବ୍ୟକ୍ତିର 1 ଏକର, 1.5 ଏକର, 2 ଏକର ଜମି ଥିବା ବ୍ୟକ୍ତିର ମାସିକ ଆୟ କୌଣସି ଭାବରେ 40,000-50,000 ଟଙ୍କାରୁ କମ୍ ନୁହେଁ। ବା ସ୍ୱତନ୍ତ୍ର ଭାବରେ ଆପଣଙ୍କର ଯେଉଁ କ୍ଷୁଦ୍ର ଚାଷୀଟିଏ ହଉ ବା ନାମମାତ୍ର ଚାଷୀଟିଏ ହଉ ନିଜେ ସ୍ୱାବଲମ୍ବନ ହେଇପାରିବ ବୋଲି ଯେଉଁ ଆପଣ ଯେଉଁ ଚମତ୍କାର ବିଶ୍ଳେଷଣ କରିକିରି ସେମାନଙ୍କୁ ପରୀକ୍ଷା କରେଇଛନ୍ତି, ତାହା ନିଶ୍ଚିତ ଭାବରେ ପ୍ରଭାବ ପକେଇଛି। ସାର୍, ତେବେ ଆମେ ଆଉ ଗୋଟେ କଥା ଆମ ମନକୁ ଏଠି ସ୍ୱତଃ ଭାବରେ ଆସୁଛି ଯେ ଆପଣଙ୍କ ଲେଖନୀ ସୃଷ୍ଟି କରିଛି ଅନେକ ଉପାଦେୟ ପୁସ୍ତକ, ଓଡ଼ିଶାର ବାଣୀ ଭଣ୍ଡାରକୁ ସେ ସମୃଦ୍ଧ କରିଛି ଏବଂ ଅନେକ ଲୋକ ବି ତାକୁ ପଢ଼ିଛନ୍ତି, ପାଠକାଦୃତ ହେଇଛି। ପ୍ରାଞ୍ଜଳ ଭାବରେ ଆପଣ ବିଭିନ୍ନ ପ୍ରସଙ୍ଗ ଉପରେ ଉପସ୍ଥାପନ କରିଛନ୍ତି। ତା ଭିତରୁ ରହିଛି ଆପ୍ରୋଚ୍ ଟୁ ପଭର୍ଟି ଆଲିଭେସନ୍, ଆଉ ଲୋକ ଇତିହାସ ପୁସ୍ତକ ଭାବରେ ଆପଣଙ୍କର ରହିଛି ଅନ୍ତୁଡ଼ିଶାଳରୁ କବରସ୍ଥାନ। ରାଜନୀତିରେ ଆପଣ ଥିଲେ ଏବଂ ଆମ ରାଜ୍ୟର ସମସ୍ୟା ଉପରେ ଆପଣ ଲେଖିଛନ୍ତି ଆମ ରାଜ୍ୟ ଆମ ସମସ୍ୟା। ସବୁଠାରୁ ବହୁ ଚର୍ଚ୍ଚିତ ପୁସ୍ତକଟି ହେଉଛି ଆପଣଙ୍କର 2025ରେ ବୋଧେ ଆପଣଙ୍କର ସେଇଟା ପ୍ରକାଶିତ ହେଇଛି, ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ପର୍କ ଓ ସମ୍ପର୍କିତ। ତେବେ ରାଜନୀତିରେ ରହି ଲୋକସେବାରେ ନିୟୋଜିତ ଥାଇ ଏବଂ ବିଶେଷ କରି ଆପଣଙ୍କର ଲୋକଙ୍କ ସମସ୍ୟା ସହିତ ଏତେ ଓତପ୍ରୋତ ଭାବରେ ଜଡ଼ିତ ହେଇ ପତ୍ରପତ୍ରିକାର ସ୍ତମ୍ଭଲେଖ ଆଉ ପୁସ୍ତକ ରଚନା କେମିତି ସମ୍ଭବ ହୋଇଛି? ଟେଲିଭିଜନରେ ବିତର୍କ କରିବା ଏବଂ ଲୋକସଭା ସମିତିରେ ଆପଣଙ୍କୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବା, ସମୀକ୍ଷା କରିବା, ଏସବୁ କେମିତି ସମ୍ଭବ ହେଇଛି ଆପଣଙ୍କ ଜୀବନରେ? କହୁଥିଲି ସମୟ ବଡ଼ ବଳବାନ। ନିଶ୍ଚିତ, ଯଦି ସମୟକୁ ଆମେ ଠିକ୍ ଭାବରେ ରଖିପାରିବା ଆମ ସାମ୍ନାରେ, ଆମେ କେଉଁ ସମୟରେ କ'ଣ କରିବା ତାହେଲେ ନିଶ୍ଚିତ କାର୍ଯ୍ୟକାରୀ ହେବ। ମୁଁ ସବୁବେଳେ କହୁଥିଲି ମୋର 3ଟା ବନ୍ଧୁ ଅଛନ୍ତି, ଲେଖିବା, ପଢ଼ିବା, କହିବା। କହିବାଟା ଭାଷଣ ଦେଉଛେ, ଯାଉଛେ, କାହାକୁ କ'ଣ କହୁଛେ, ଏଇଟା ଅଛନ୍ତି। ପଢ଼ିବାଟା ହେଉଛି ଯାହା ତଥ୍ୟ ସଂଗ୍ରହ କରିବା ପାଇଁ ଚାହୁଁଛେ
ତାହେଲେ ଆମେ କେତେ ସମୟ ଦେଇପାରୁଛେ ପଢ଼ିବା ପାଇଁ, ତାପରେ ହେଉଛି ଲେଖିବା, ତାକୁ ପ୍ରକାଶ କରିବା ପାଇଁ ଯାଉଛି। ଏଠୁ ତିନି ବନ୍ଧୁ ଯାକ ଭିତରୁ ଗୋଟିଏ ଗୋଟିଏ ବନ୍ଧୁ ଯଦି ଅପସରି ଯାଆନ୍ତି, ନିରବି ଯାଆନ୍ତି, ତାହେଲେ ତିନି ବନ୍ଧୁ ଯେତେବେଳେ ନିରବି ଯିବେ ତୁମର ମୃତ୍ୟୁ ହେଲା ବୋଲି ଜାଣିବ। ଆଜ୍ଞା ଆଜ୍ଞା ଆଉ କୌଣସି ବଞ୍ଚିବାର କୌଣସି କାରଣ ନାହିଁ। ଏଠୁ ସେଇ ଦୃଷ୍ଟିରୁ ଆଜି ପର୍ଯ୍ୟନ୍ତ କେତେବେଳେ କେଉଁ ବନ୍ଧୁ ହାତ ଛାଡ଼ି ଦେଇଛି, କିନ୍ତୁ ଆର ଦୁଇ ବନ୍ଧୁକୁ ରଖିଛି। ବର୍ତ୍ତମାନ ଆଉ ଯାଉନାହିଁ କୁଆଡ଼େ, ବିଶେଷ ଭାବରେ ଏ ଯେଉଁ ଯାଉଥିଲି କଲେଜ, ୟୁନିଭର୍ସିଟି, ଇନଷ୍ଟିଚ୍ୟୁଟ୍ ଯାଉଥିଲି, ସେସବୁ ଆଉ ଯାଉନାହିଁ। କିନ୍ତୁ ଲେଖା ଲେଖି ଲେଖାଟା ଅଛି, ଟିକେ ପଢ଼ିବାଟା ବି ଟିକେ ରହିଛି। ତେଣୁ ଗୋଟାଏ ବନ୍ଧୁ ହାତ ଛାଡ଼ି ଦେଇଛି, ଆଜ୍ଞା କେତେବେଳେ ଏଇ ଦୁଇ ବନ୍ଧୁ ଛାଡ଼ିବା ହାତ ଅପେକ୍ଷା କରି ରହିଛି। ହଁ, ତେବେ ଆପଣଙ୍କର ଲେଖିବା, ପଢ଼ିବା, କହିବା, ପଢ଼ିବା ଆଉ ଲେଖିବା, ଏଇ ତିନିଟା ଚର୍ଯ୍ୟା, ତିନିଟା କାର୍ଯ୍ୟ ଆପଣଙ୍କୁ କର୍ମମୁଖର କରିଛି। ତେବେ ସାର୍ ଆପଣଙ୍କ ଏଇ ଚର୍ଚ୍ଚିତ ପୁସ୍ତକଟି ଗୋଟିଏ କଥା ବେଶ ଆଲୋଡ଼ନ ସୃଷ୍ଟି କରିଛି ଏବଂ ହଟଚମଟ ସୃଷ୍ଟିକାରୀ ରଚନା ସିଏ। ଆପଣଙ୍କ ରଚିତ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ପର୍କିତ ତହିଁର ଉପସ୍ଥାପନରେ ମୁଖ୍ୟମନ୍ତ୍ରୀଙ୍କ ସହ ସମ୍ପର୍କ ଏବଂ ତାଙ୍କ ସହିତ ସମ୍ପର୍କିତ ହେବାରେ ଯେଉଁ ଦୂରତ୍ୱ ବ୍ୟବଧାନ ଥାଏ, ସେ ସବୁକୁ ଲକ୍ଷ୍ୟ କରି ଆପଣ ଏଭଳି ଏକ ପୁସ୍ତକର ନାମକରଣ କରିଛନ୍ତି କି? ଏକଦମ ତାଙ୍କ ସହିତ ଥିବା ସମ୍ପର୍କ ଆରମ୍ଭ ହେଲା କେମିତି ଭାବରେ, ଏବଂ ସେ କେମିତି ଭାବରେ ମୋତେ ପ୍ରଥମ ଅବସ୍ଥାରେ ନିଶ୍ଚିତ ଭାବରେ କହିଲେ ଆପଣଙ୍କର ନିଜର ଅଭିଜ୍ଞତାରୁ ଆପଣ? ହଁ, ପୂର୍ଣ୍ଣ ଅଭିଜ୍ଞତାରୁ, ଏବଂ ସେ ଅଭିଜ୍ଞତାରୁ ତାଙ୍କ ଭିତରୁ ସମ୍ପର୍କଟା ତାଙ୍କର ବିଷୟରେ ଲେଖିଛି, ସମ୍ପର୍କିତ ମଧ୍ୟ ଲେଖିଛି। ସେ ଯେଉଁ ତାଙ୍କ ସମ୍ପର୍କରେ ମଧ୍ୟ ଯାହା ଯାହା ଜାଣିଛି ତାକୁ ଲେଖିଛି, କିନ୍ତୁ ସମସ୍ତ କଥା ତଥ୍ୟ ସମ୍ବଳିତ ଓ ସତ୍ୟ। ଆପଣ ଯେଉଁ ସମୟରେ ମୁଖ୍ୟମନ୍ତ୍ରୀଙ୍କ କଥା ଲେଖିଛନ୍ତି, ସେ ଯେଉଁ ସବୁ କାର୍ଯ୍ୟ କରୁଥିଲେ ଏବଂ ଯେଉଁ ଜୀବନଚର୍ଯ୍ୟା ତାଙ୍କର ଥିଲା, ବ୍ୟକ୍ତିଗତ ଜୀବନ ଶୈଳୀ ତାଙ୍କର ଯାହା ଥିଲା, ତା ଦେହରେ ତାନ୍ତ୍ରିକ ଗୁଣିଗାରେଡ଼ି କଥା ଅଛି। ସେ କେମିତି ପୋଷାକ ପରିଚ୍ଛଦ କରୁଥିଲେ, ଧଳା ପିନ୍ଧୁଥିଲେ, କଳା ପିନ୍ଧୁଥିଲେ, ଏଇସବୁ ଜିନିଷ, ଏଇ ଯେଉଁ ରହସ୍ୟପୂର୍ଣ୍ଣ ଗୋପନୀୟ ରହସ୍ୟ, ତାଙ୍କ ଗାଦି, ତାଙ୍କ ପ୍ରଚ୍ଛନ୍ନରେ ଯେଉଁ ଗୋପନୀୟ ତଥ୍ୟ ସବୁ ଆପଣ ପ୍ରଚ୍ଛଦ ପଟରେ କିଛି ଘଟୁଥିଲା, ଏ ସବୁକୁ ଆପଣ ବିଶଦ ଭାବରେ ଆଲୋଚନା କରିବା ପାଇଁ ଯେଉଁ ପ୍ରୟାସ କରିଥିଲେ, ସେଥିରେ ସନ୍ନିବେଶିତ କରିଛନ୍ତି। ଏଥିରେ କେତେ ସତ୍ୟ ଆଉ କେତେ ତଥ୍ୟ ଅଛି, ମୁଁ ଏଇ ପ୍ରଶ୍ନଟି ଆପଣଙ୍କୁ ପଚାରିଥାନ୍ତି। ତେବେ ଆପଣ ତ ଆଗରୁ କହୁଛନ୍ତି ତଥ୍ୟ କେତେ, ସତ୍ୟ କେତେ, ଟିକେ ଦର୍ଶକମାନଙ୍କୁ ବୁଝେଇ କହିବେ। ସମ୍ପୂର୍ଣ୍ଣ ତଥ୍ୟ, ସମ୍ପୂର୍ଣ୍ଣ ସତ୍ୟ ଉପସ୍ଥାପନ କରାଯାଇଛି। ମୁଁ ଗୋଟିଏ ଜାଗାରେ ଲେଖିଛି ଯେ ମୁଁ ତାଙ୍କ ସାଙ୍ଗରେ ଯେତେବେଳେ ପ୍ରଥମ ଦିନ ଯାଉଛି, ସେ ଜଣେ ସନ୍ଦେହୀ ଲୋକ ବୋଲିକରି ସେଦିନ ଧାରଣା ହେଲା। ସେ କ'ଣ କରୁଛନ୍ତି ନା, ପ୍ରଥମ ବସିଛନ୍ତି ଫାଷ୍ଟ ଚେୟାରରେ, ପ୍ରଥମ ଇଏରେ ଗାଡ଼ିରେ, ତେଲ ପକାଉଛି ଡ୍ରାଇଭର। ମୁଁ ଲକ୍ଷ୍ୟ କଲି ସେ ଅନଉଛନ୍ତି ସେ ଗାଡ଼ିରେ ତେଲ କେତେ ପଡ଼ୁଛି କି ନାହିଁ। ମୁଁ ଖୁସି ହେଇଥିଲି ଯେ ଜଣେ ଏହିପରି ବ୍ୟକ୍ତି ଯଦି ପ୍ରକୃତରେ ସଚେତନ ଥାଆନ୍ତି, ତାହେଲେ ସେ ରାଜ୍ୟରେ ଭଲ ଚଳେଇବେ ନିଶ୍ଚିତ। କାରଣ ଏଇଟା ଟିକେ ଖରାପ ଗୁଣ ନୁହେଁ, କିନ୍ତୁ ପରବର୍ତ୍ତୀ ଅବସ୍ଥା ଜାଣିଲି ଏଇଟା ତାଙ୍କର ସନ୍ଦେହ ମନୋବୃତ୍ତିର ପରିଚୟ। ଏଇଟା ଦେଖିଲି, ସେ ତାକୁ ନିଜେ ଅନୁଭବ କଲି, ସତ୍ୟ ଦେଖିଲି, ତଥ୍ୟ ରଖିଲି। ଏଣୁ ସବୁ କଥା ସତ୍ୟ ଓ ତଥ୍ୟ ଉପରେ ଆଧାରିତ କରିଛି, ଯେଉଁଥିପାଇଁ ଗୋଟିଏ କଥାକୁ ନେଇକରି କେହି ମୋତେ ଏପର୍ଯ୍ୟନ୍ତ ପ୍ରଶ୍ନ କରିନାହିଁ। ନିଶ୍ଚିତ ଗଲାଣି, ଏ ତ ବହୁତ ଭାବରେ ବହୁ ଚର୍ଚ୍ଚିତ ହେଇଛି, ବହୁ ଲୋକ ତାକୁ ସମୀକ୍ଷା କରିଛନ୍ତି, ବହୁ ଉପସ୍ଥାପକ ବିଭିନ୍ନ ଟେଲିଭିଜନ ମାଧ୍ୟମରେ, ବିଭିନ୍ନ ମିଡ଼ିଆ ମାଧ୍ୟମରେ ଏବଂ ବହୁ ଚର୍ଚ୍ଚିତ ହେଇକରି ଲୋକଙ୍କ ସମ୍ମୁଖକୁ ସବୁ ତଥ୍ୟ ଆସିଛି। ତେବେ ସାର୍, ଆପଣଙ୍କ ଆଜିର ନିର୍ଭୀକ ବିଚାରର ଏଇ ତଥ୍ୟ ଭିତ୍ତିକ କଥାରେ ଯାହା ଆପଣମାନେ ଶୁଣୁଥିଲେ ଦର୍ଶକ ବନ୍ଧୁ, ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋ ମହୋଦୟଙ୍କୁ ଏବଂ ତାଙ୍କର ଜୀବନଚର୍ଯ୍ୟା, ତାଙ୍କର ଜୀବନଶୈଳୀ, ତାଙ୍କର ଆଦର୍ଶ ଆଚରଣ ଏବଂ ଅଭିଜ୍ଞତା ଏବଂ ତାଙ୍କର ନିଜସ୍ୱ ଯେଉଁ ପରିଚୟ ସୃଷ୍ଟି ହେଇଛି ଲେଖା ମାଧ୍ୟମରେ ହେଉ, ସମୀକ୍ଷା ମାଧ୍ୟମରେ ହେଉ, ଏ ସମ୍ପର୍କିତ ସବୁ କଥା ଆପଣମାନେ ଶୁଣୁଥିଲେ। ଆଜିର ଶେଷ ପ୍ରଶ୍ନ ସାର୍, ନିର୍ଭୀକ ବିଚାରର ଆପଣଙ୍କର ଶେଷ ପ୍ରଶ୍ନ, ସାମ୍ପ୍ରତିକ ରାଜନୀତିରେ କେତେ ନୀତି ଆଉ କେତେ ଆଦର୍ଶ ଏବଂ ଗଣତନ୍ତ୍ର ବା ରାଜତନ୍ତ୍ର ଏ କେତେ ପରିଦୃଷ୍ଟ ହେଉଛି ଆପଣଙ୍କ ବିଚାରରେ? ଯଦି କିଛି ବ୍ୟତିକ୍ରମ ଦେଖୁଛନ୍ତି ସାର୍, ତେବେ କ'ଣ ରହିବ ଆପଣଙ୍କର ବିଚାରବୋଧ, ସୁଚିନ୍ତିତ ପରାମର୍ଶ ରାଜ୍ୟ ତଥା ଦେଶର ଜନତାଙ୍କୁ? ନୀତି ଆଦର୍ଶ ବ୍ୟାଖ୍ୟା କରିବା ବା ତାକୁ ଅନୁସରଣ କରିବା ଏତେ ସହଜ ବ୍ୟାପାର ନୁହେଁ। ମୁଁ କେବଳ ଏତିକି ଜାଣେ, ଆମେ ଯେଉଁଥିପାଇଁକି ଆସିଛେ ସେ କାର୍ଯ୍ୟ କେତେ ଦୂର କରିପାରୁଛେ। ଲୋକେ ଆମକୁ ପ୍ରତିନିଧି କରି ପଠାଇଛନ୍ତି, ସେ ତାଙ୍କର
ଅଞ୍ଚଳର ତାଙ୍କ ବ୍ୟବସ୍ଥାର ଉନ୍ନତି ପାଇଁକି ରାଜ୍ୟବାସୀ ଆମକୁ ମନ୍ତ୍ରୀ କରିଛନ୍ତି, ମୁଖ୍ୟମନ୍ତ୍ରୀ କରିଛନ୍ତି ତାଙ୍କ ବ୍ୟବସ୍ଥାର ପରିବର୍ତ୍ତନ, ବ୍ୟବସ୍ଥାର ଉନ୍ନତି ପାଇଁକି। ଆମେ କେତେ ପରିମାଣରେ 10% କଲେ କି 20% କଲେ ଆମେ 100% ନ କରିପାରୁ, କିନ୍ତୁ କେତେ ପରସେଣ୍ଟ କରିପାରୁଛୁ, କେତେ ପ୍ରତିଶତ କରିପାରୁଛୁ ତା ଉପରେ ନିର୍ଭର କରୁଛି ସେମାନଙ୍କର ସ୍ୱପ୍ନ, ସେମାନଙ୍କର ଆମ ଉପରେ ଥିବା ବିଶ୍ୱାସ। ସେଇଟା ହିଁ ହେଉଛି ସବୁଠାରୁ ବଡ଼ ନୀତି ଏବଂ ବଡ଼ ଆଦର୍ଶ। ଯଦି ଲୋକମାନଙ୍କର ବିଶ୍ୱାସକୁ ଆମେ କାର୍ଯ୍ୟକାରୀ କରିପାରୁଛୁ, ଯେତେ ଅଧିକ ପରିମାଣରେ କରୁଛୁ ସେତିକି ପରିମାଣରେ ଆମେ ନୀତି ବା ମୁଁ ଗୋଟିଏ ଉଦାହରଣ ଏଠି ଖାଲି ଦେଉଛି। ଜଗନ୍ନାଥଙ୍କ ଉପରେ ଆମେ ଆମ ରାଜ୍ୟର ସବୁଠାରୁ ବଡ଼ ଯାହାଙ୍କୁ ଆରାଧ୍ୟ ଦେବତା, ଯାହାଙ୍କୁ ଆମେ ବିଶ୍ୱ ସାମ୍ନାକୁ ଆଣିଛୁ ଜଗନ୍ନାଥଙ୍କୁ, ସେ ଜଗନ୍ନାଥଙ୍କ ଉପରେ ମୋର ନିଜର ଭିତରେ ଅନେକ ସମୟରେ ପ୍ରଶ୍ନବାଚୀ ମଧ୍ୟ ଥାଏ ଯେ ପ୍ରକୃତରେ କ'ଣ ଜଗନ୍ନାଥ ଖାଞ୍ଚି ବିଜୟ କରିବାକୁ ଯାଇଥିଲେ? ପ୍ରକୃତରେ କ'ଣ ଯେ ଜଗନ୍ନାଥ ଏ ଧଳା ଘୋଡ଼ା କଳା ଘୋଡ଼ା ଚଢ଼ିକିରି ତାକୁ ବିଜୟ କରିବାକୁ ଯାଇଥିଲେ? କିନ୍ତୁ ମୋ ଜୀବନର ଗୋଟିଏ ସମୟରେ ଗୋଟିଏ ଜାଗାରେ ଝୁଣ୍ଟି ପଡ଼ିଲି। ମୁଁ ଝୁଣ୍ଟି ପଡ଼ି ଉଠି ଦେଖୁଛି ତ ଜଗନ୍ନାଥ, ମାନେ କଥାଟି ହେଉଛି ଏ ଜାତିର ଆମର ସବୁଠାରୁ ବଡ଼ କଥା ହେଉଛି ଆମ ୟୁନିଭର୍ସିଟି ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟର ଗୋଟେ ରେଜିଷ୍ଟର୍ଡ ଗ୍ରାଜୁଏଟ୍ ଜରିଆରେ ସିନେଟ୍ ସିଣ୍ଡିକେଟ୍କୁ ଯିବାର ବ୍ୟବସ୍ଥା ଥିଲା। ସେଇ ସିନେଟ୍ ସିଣ୍ଡିକେଟ୍କୁ ଯିବା ପାଇଁକି ମୁଁ ନିଜେ ଇଚ୍ଛା କରିନାହିଁ। ମୁଁ ବସିଛି, କାରଣ ମୋର 4-5 ଖଣ୍ଡ ମେମ୍ବର ଥାଏ। ମୋ ବଡ଼ ଭାଇ ତ୍ରିଲୋଚନ ବାବୁ ତା ପୂର୍ବରୁ ସିନେଟ୍ ଥିଲେ, ସିଣ୍ଡିକେଟ୍କୁ ଯାଇଥିଲେ। ମୁଁ କେବେ ଇଚ୍ଛା କରିନି। ମୋତେ ସେତେବେଳେ ଯେ ବିଶ୍ୱନାଥ ସାହା, ସୁରଜମଲ ସାହାଙ୍କ ପୁଅ, ସିଏ ମୋତେ ହଠାତ୍ ଡାକିକିରି ଲିଙ୍କ ରୋଡ଼ ଛକରୁ ଉଠେଇକିରି ନେଲା, ଡାକିଲା ଏ ଘରକୁ ଚାଲ। ପରିଚୟ ଥିଲା କ'ଣ ନାଇଁ ଏ ଟ୍ରେଡ୍ ୟୁନିୟନ୍ ଛାଡ଼, ସେ ସିନେଟ୍କୁ ଯା। ମୋର ଭୋଟ୍ ନାହିଁ, 4-5 ଖଣ୍ଡ ନା ଭୋଟ୍ ମୋର ଅଛି, ଭୋଟ୍ ମୋ ଉପରେ ନିର୍ଭର କରେ, ତୁ ଛିଡ଼ା କରିବି। ହଉ, ଭୋଟ୍ରେ ଛିଡ଼ା ହେଲା, କରେଇଲା ଏବଂ ସିଏ ଛିଡ଼ା ହେଲି, ପ୍ରତିଦ୍ୱନ୍ଦିତା କଲି ଏବଂ ସେ ନମିନେସନ୍ ଦେଲେ। ମୁଁ ବାରମ୍ବାର କହିଛି ଯେ ମୋର ୱିଡ୍ରଲ୍ଟି ବି ଲେଖି ନିଅନ୍ତୁ, କିନ୍ତୁ ପରବର୍ତ୍ତୀ କାଳରେ ଜାଣିଲି ସେ ମୋ ଉପରେ ଗୋଟେ ବଦଲା ନେବା ପାଇଁକି ଏ କାର୍ଯ୍ୟ କରିଥିଲି। ମୁଁ ତାର କିଛି ଦୋଷ କରିନି, କାହିଁ ବଦଲା ନେବି, କ'ଣ ପାଇଁ ହେଲା? ନାଇଁ, ମୁଁ ତାଙ୍କୁ ନିଜେ ଟେଲିଫୋନ୍ କଲି, ବୁଝିଲି ଯେ ମୋ ବଡ଼ ଭାଇ ତା କଥାରେ ଚାଲିଲେ ନାହିଁ। କାହା କଥାରେ ଚାଲିବା ଲୋକ ନୁହନ୍ତି, ତାଙ୍କ କଥା ସେ କଥାରେ ଚାଲିଲେ ନାହିଁ। ବଡ଼ ଭାଇକି ସେ ସାହାଯ୍ୟ କରିକିରି ସିଣ୍ଡିକେଟ୍କୁ ଜିତେଇଥିଲା। ସେ ଭାବିଲା ଯେ ମୋତେ ମୋ ଉପରେ ବଦଲା ନେଇକିରି ସେ ଭାଇଙ୍କୁ ଦେବ, ମାନେ ଶିକ୍ଷା ଦେବ ଯେ ତମର ଏତିକି ଭୋଟ୍ ତମ ଭାଇ ପାଇଲା, ଦେଖ। ମୁଁ ତାକୁ ଫୋନ୍ କରୁଛି, ଜଣ ଘରେ ରବି ମହାନ୍ତି ବୋଲିକି ସେ ବସ୍ ମାଲିକ, ତାଙ୍କର ଘରେ ବସିକିରି ଫୋନ୍ କରୁଛି। ମୋତେ ହେଇକିରି ହସିଲା, କହିଲା ଭାବିଲୁ ଏଇଟା କ'ଣ ଗାଁ ରାଜନୀତି ହେଇଛି କି? ଏ ଘରେ ହରକୃଷ୍ଣ ମହତାବ ଆଣ୍ଠେଇଛନ୍ତି, ଏ ଘରେ ଗଙ୍ଗାଧର ରଥ ଆଣ୍ଠେଇଛନ୍ତି, ମାନେ ଆଡ଼ଭୋକେଟ୍ ଜେନେରାଲ। ଏମିତି ଭାବରେ ମୋତେ କହିଲା ଏ ଜାତିର ମାନେ ବଡ଼ ବିଲକ୍ଷଣ ଲୋକଟାର, ଏ ଜାତିର ସବୁ ସମାନସ୍ପଦ ଲୋକଙ୍କୁ ଅସମାନିତ କଲାବେଳେ ମୁଁ ସିଧା ସେଇଠୁ ଉଠିକିରି ଗୋଟେ ଟ୍ୟାକ୍ସି କରିକି ଜଗନ୍ନାଥ ମନ୍ଦିରକୁ ଚାଲିଗଲି। ପୁରୀ ଯାଇକିରି ପ୍ରାଣ ଖରା ହେଉଥାଏ, ସେ 22 ପାହାଚ ଉପରେ ଗୋଟେ ଜାଗାରେ ବସି ପଡ଼ିଲି। ବିଶ୍ୱାସ କରିବେନି, ଧୋତି ପିନ୍ଧେ, ଧୋତିକୁ ମୁହଁରେ ଘୋରେଇଥାଏ, କାରଣ MLA ଥିଲି। ତା ଭିତରେ ଭେଁଭେଁକି କାନ୍ଦୁଥାଏ, କାଳେ କିଏ ଦେଖିବ। ମନ୍ଦିର ଭିତରେ 22 ପାହାଚ ଉପରେ ଖାଲି ଏତିକି କହିଲି, ଜଗନ୍ନାଥ ଜାଣିଥିଲି ତମେ ଏଇ ଧଳା ଘୋଡ଼ା କଳା ଘୋଡ଼ା ଯାଇକି ଜାତିର ସମ୍ମାନ ରକ୍ଷା କରିବାକୁ କହୁଥିଲ। ମୁଁ ଆଉ ଆସିବି ନାହିଁ। ମୁଁ ଯେଉଁଦିନ ଆସିବି, ଯଦି ଦେଖିବି ଯେ ଏ ଜାତିର ସମ୍ମାନ ପାଇଁକି ମୋ ପ୍ରଭୁ ଜଗନ୍ନାଥ କିଛି କାର୍ଯ୍ୟ କରୁଛନ୍ତି, ମୋର ବିନା କାରଣରେ ମୋତେ ଆଜି ଅସମ୍ମାନିତ କରିଛି ଗୋଟେ ଲୋକ, କହିକି କାନ୍ଦୁଥାଏ, ମନ ମତେ ଭେଁ କାନ୍ଦୁଥାଏ। ଲୋକନାଥ ସାହା ହେଉଛନ୍ତି ସୁରଜମଲ ସାହାଙ୍କର ବଡ଼ ପୁଅ। ସେ ଲେକ୍ଚର, ସେ ମୋତେ ଚିହ୍ନିଛନ୍ତି, ଭାଇଙ୍କ ସାଙ୍ଗ ସେ ଥିଲେ। ତାଙ୍କ ଘରକୁ ତାଙ୍କ ପେଟ୍ରୋଲ ଟାଙ୍କି ଥାଏ, ଭୋଳାନାଥ ସାହା ଇଏର ଘରକୁ ଗଲି। ସେ ମୋତେ ଦେଖିଥିଲେ ଯେମିତି କୋଠାକୁ ଦୌଡ଼କୁ ଆସିବେ, ହେଇ ତୋ ମୁହଁଟା ଶୁଖିଯାଇଛି, ଆସ ଚାଲୁ ଘରକୁ ନେଇକିରି, ତୁ ଖାଇନୁ ବୋଧେ? ମୁଁ କହିଲି ନାଇଁ, ମୁଁ ଖାଇନି କି ଖାଇବାକୁ ଆସିନି। ମୁଁ ଜାଣିଛି ଯୋଉଥିପାଇଁ ଆସିଛୁ, ତୁ ଆଗ ଖାଇସାରେ ତୋ ସାଙ୍ଗେ କଥା ହେବି। ମୁଁ ଭାବିଲି ଯେ
ବୋଧହୁଏ ଖାଇସାରିଲା ପରେ ତା ପାଖରେ ଗୁଡ଼ାଏ ଭୋଟ ଅଛି, ସେ ମୋତେ ସାହାଯ୍ୟ କରିବେ। ସେଠି ମୁଁ ଖାଇସାରିଲି। ଖାଇସାରିଲା ପରେ ମୁଁ କହିଲି, ଦେଖ ତୁ କାହିଁକି ତା କଥାରେ ଛିଡ଼ା ହେଲୁ? ତୋତେ ମୁଁ ଖଣ୍ଡିଏ ଭୋଟ ଦେଇପାରିବିନି। ଦୁଃଖର ସହିତ କହୁଛି, ତୋ ଭଳିଆ ଆସିବା ଦରକାର, କିନ୍ତୁ ତୋତେ ଖଣ୍ଡିଏ ଭୋଟ ଦେଇପାରିବିନି। ମୁଁ କିଛି କହିଲେ, ଖାଇସାରିଥିଲା ସେତେବେଳକୁ। ସେଠୁ କରିକି ମୋର ମନେ ପଡ଼ୁଛି, ପଛରେ କାଢ଼ି ଦେଖିଲି 2000 ଟଙ୍କା ମୋ ପକେଟରେ ଭର୍ତ୍ତି କଲେ। କହିଲେ ତୁ କୁଆଡ଼େ କୁଆଡ଼େ ଯିବୁ, ତେଲ ଫେଲ ପଡ଼ିବ, ରଖିଥା। ମୁଁ ଗାଡ଼ିରେ ତେଲ ଭର୍ତ୍ତି କରିଦେଇଛି। ଆଉ କିଛି ଭୋଟ କଥା କିଛି କହିଲେନି। ତା ଘର ପାଖକୁ ନିରାଶ ହେଇ ଫେରିଲା ଭଳିଆ ଫେରୁଛି। ଫେରିକିରି କଲେଜ ଛକରେ ପହଞ୍ଚିଛି। ଗୋଟିଏ ପୋଷ୍ଟ ପିଅନ ମୋ ସାଙ୍ଗରେ ପାଠ ପଢ଼ୁଥିଲା 5ମ 6ଠ ଶ୍ରେଣୀରେ, ପିଲାଦିନର ସାଙ୍ଗ, ପିଲାବେଳର ସାଙ୍ଗ। ସେ ପୋଷ୍ଟ ପିଅନ ହେଇଛି। ପୋଷ୍ଟ ପିଅନ ସେ ଚାନ୍ଦିନୀ ଚୌକର। ସେ ଆସିଲା, ମୁଁ ଯେଉଁ ଦୋକାନରେ ବସିଥିଲି ତାକୁ ପଚାରିଲା, କହିଲା କ'ଣ ଆମ MLA କ'ଣ ବସିଛନ୍ତି ଏଠି? ସେ କହିଲା, MLAକୁ ସେ ଇଏ ଏମିତି ଦେଇଛି, ସେ ବସିକି କାନ୍ଦୁଛି ଏଠି। ସେ ଥଟାରେ କହିଲା କାହିଁକି ନାଇଁ ନା ମୋ ଚାକିରି ଚାଲିଯିବ, ଜିତିବା କଥା ସେ ଜିତିବ ନା। ଯେମିତି ଜଗନ୍ନାଥ ପଠେଇଛନ୍ତି, ମୋ ଚାକିରି ଚାଲିଯିବ ପଛେ, ସେ କିନ୍ତୁ ଜିତିବା କଥା ଜିତିବ। ଏହା ସେ କହୁଛି। କେମିତି କ'ଣ ଜିତିବ ସେ କ'ଣ କହୁଛି, ମୁଁ କିଛି ବୁଝୁନ। ତା କହିଲେ ଚାଲ ବନ୍ଧୁକ ଚା ମଗା, ଚା ଖାଇବା। ସେ ମାନେ ଗୋଟେ ଥଟା ତାମସା ଭଳିଆ ଚା ଫା ମଗେଇ ଖାଇଲୁ। ବାସ୍ତବରେ ସେ 7 ଦିନ ମୁଁ ଲକ୍ଷ୍ୟ କରିଛି, ସେଇ ଲୋକଟି କେବଳ ମୋ ସାମ୍ନାକୁ ଆସୁଛି। ସେ ଯେଉଁ ପୋଷ୍ଟ ଆପଣ ସବୁବେଳେ ମାନେ ଯେମିତି ସବୁବେଳେ ସେ ପାଖାପାଖି ଆପଣଙ୍କର ଘେରିଲା ଭଳିଆ। ଏବଂ ସେ ନିର୍ବାଚନରେ ଅସମ୍ଭବ ଭାବରେ ମୁଁ ଜିତିଲି। ମାନେ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସରେ ଜଣେ ବି କେହି ଏମିତି ଜିତି ନାହାନ୍ତି ତାଙ୍କର ବିନା ସାହାଯ୍ୟରେ। ବହୁତ ଭୋଟରେ ଜିତିଲି। ମୋ ସାଙ୍ଗରେ ଅମର ଶତପଥୀ ନେଇଥିଲି। ଆଜ୍ଞା, ଅମର ଶତପଥୀ ବି ଜିତିଲା। ସେ ଆଇଲା ନାହିଁ। ସେ କହିଲା କେମିତି କ'ଣ ଜିତିବ, ଏତ ତ ଭଙ୍ଗା ଡଙ୍ଗାଟେ କେମିତି ପାରିହେବ? ମୁଁ କହିଲି ସେ ଜିତିବ। ଏଣ୍ଟାୟାର ସାହାଯ୍ୟ ମୋତେ ଲାଗୁଥାଏ ଯେମିତି ଜଗନ୍ନାଥଙ୍କ ପ୍ରେରିତ ଭାବରେ କିଏ କରି ଯାଉଛି। ଏଇଟା ଗୋଟେ ଆପଣଙ୍କର ଜୀବନର ଅନୁଭୂତି ଏବଂ ପାଇଲି। ଏବଂ କିନ୍ତୁ ସେଦିନ ପୁଣି ଥରେ କହିଦେଉଛି, ମୁଁ ଯାଇଥାଏ ୟୁନିଭର୍ସିଟି କାମରେ ଗୋଟେ କଲେଜକୁ ଇନ୍ସପେକ୍ସନରେ। ଖରାବେଳେ ଫେରିଲା ବେଳେ ଭାବିଲି, ପ୍ରଭୁ ତମେ ତ ମୋତେ ଜିତେଇକି ଆଣିଲ, ଏଇଟା ମୋର କିଛି କୃତିତ୍ୱ ନାହିଁ, କିନ୍ତୁ ଗୋଟେ ପାପରେ ଜିତିଲି। ଏ ସିଷ୍ଟମ କ'ଣ ବନ୍ଦ ହେବ ନାହିଁ? ଏ ଅବସ୍ଥା କ'ଣ ବନ୍ଦ ହେବ ନାହିଁ? ମାନେ ଏମିତି ଚୋରି କରିକିରି ଟିକେ ଭୋଟ କରୁଥିବା ଆଉ ସେଇଥିରେ ଜିତିକି ଆସୁଥିବେ। ଯେଉଁଦିନ ଆସିଲି ବିଲ୍ ଦେବା ପାଇଁକି ୟୁନିଭର୍ସିଟିକି, ମୋର ବିଲ୍ ଦେବି ଯାଇଥିଲି, TDA ବିଲ୍ ନେବା ପାଇଁ। ସେ ଯିଏ ବସିଥିଲେ ପଞ୍ଚାନନ ମିଶ୍ର, ମୋତେ ମୈତ୍ର ଡାକନ୍ତି। କହିଲେ ମୈତ୍ର, ଏଇଟା ତୁମର ଶେଷ ଆଉ ନାହିଁ। କାହିଁ ନା ଗଭର୍ଣ୍ଣର ତୁମକୁ କାଟି ଦେଇଛନ୍ତି ଏବଂ ଗୋଟେ ଚିଠି ମଧ୍ୟ ହେଇଛି, କୋର୍ଟରେ କେସ୍ ହେଇଛି। ମୁଁ ତାଙ୍କ ପାଖକୁ ଯିବା ପାଇଁ ତାଙ୍କ କୋର୍ଟରେ କେସ୍କୁ ଗଲି। ଚାନ୍ସେଲର କୋର୍ଟରେ ସବୁ କଥା ସତ୍ୟ କହିଦେଲି। ସେ କହିଲେ କ'ଣ ଆପଣ ଏଇ କାର୍ଯ୍ୟରେ? ମୁଁ କହିଲି ମୁଁ ନୁହେଁ, ଏଇ ଯିଏ ବସିଛନ୍ତି ଶ୍ରୀଯୁକ୍ତ ଗଙ୍ଗାଧର ରଥ ମହୋଦୟ, ଏଠି ଯିଏ ବସିଛନ୍ତି ଆମର ସମରେନ୍ଦ୍ର କୁଣ୍ଡୁ ମହୋଦୟ, ଏ ସମସ୍ତେ ଏଇ କାର୍ଯ୍ୟ କରିକି ଆଜି ପର୍ଯ୍ୟନ୍ତ ଏଠିକି ଆସିଛନ୍ତି। ଜଣେ ବି କେହି ବ୍ୟକ୍ତି ନୁହନ୍ତି। ଏ ସିଷ୍ଟମ ଇଜ୍ ଭେରି ବ୍ୟାଡ୍। ମାନେ ଏଇଟା ହେଉଛି। ସେଠୁ ଅନେଇଲା ମୋ ମୁହଁକୁ, କହିଲା ଏପରି ନିଷ୍ଠୁର ସତ୍ୟ କେହି କହନ୍ତି ନାହିଁ। ସେ ମୋତେ କାଟିଦେଲା। ମାନେ ସେ କେସ୍ରେ ମୋତେ ପୁରାପୁରି ସିନେଟ୍ ସିଣ୍ଡିକେଟ୍କୁ ବାହାର କରିଦିଆହେଲା। କହିଲା ଠିକ୍ ଅଛି, ପୁଣି ଥରେ କହିଦେଖେ, ସରିଗଲା। ଠିକ୍ ଅଛି। ସିନେଟ୍ ସିଣ୍ଡିକେଟ୍ରେ କଟିଲା ପରେ ହଠାତ୍ ଖବରକାଗଜରେ ବାହାରିଲା, ସମାଜରେ ଚଞ୍ଚକତା କରି ଜିତିଥିବା ପଞ୍ଚାନନ ହାରିଲେ। ମାନେ ସମାଜରେ ବଡ଼ ବଡ଼ ଅକ୍ଷରରେ ବାହାରିଲା। ବିଚିତ୍ର କଥା। ମୁଁ ତ ନିଜେ ପ୍ରାର୍ଥନା କଲି, ପ୍ରଭୁ ତମେ ଶୁଣିଲ, ମୁଁ ତ କଟିଯିବା ପାଇଁ ଚାହୁଁଥିଲି, ତମେ ଜିତେଇଲ, ତମେ କଟେଇଲ। ଏଇ କଥାଟି ପୁଣି କ'ଣ? ସେଠୁ ଗଲି କୋର୍ଟରେ କେସ୍ କରିବା ପାଇଁକି। ଜଣେ ଓକିଲ ଯିଏ ଆମର ଥିଲେ, ପାର୍ଲାମେଣ୍ଟ ମେମ୍ବର ଥିଲେ, ଇଏ ମିଶ୍ର, ଶ୍ରୀନିବାସ ମିଶ୍ର, ଆଜ୍ଞା, ତାଙ୍କ ପାଖରେ ପହଞ୍ଚିଲି। ମୁଁ କହିଲି ଆପଣ ମୋର, ସେ କହିଲେ ବାବା ତମେ ମୋର ପୁଅ ଭଳିଆ,
ଏ କେସ୍ ଜିତି ହେବ ନାହିଁ ଚାନ୍ସଲର କୋର୍ଟଟା କହିକି ସେ ମନା କଲେ ପୁରାପୁରି। ମୁଁ କହିଲି ଯାହା ହଉ ଆପଣ କରିବେ ମୁଁ ଆପଣଙ୍କୁ ଦେଉଛି ସମ୍ମାନ। ତାଙ୍କୁ କେସ୍ଟି ଦେଲି, ଦେଇ ଗଲେ କାଗଜପତ୍ର। ମୁଁ ଘରକୁ ଗଲି ଭାରି ଚୌଦ୍ୱାର। ସକାଳୁ ତାଙ୍କର ଟେଲିଫୋନ୍ ପାଇଲି ଯେ ତୁମେ ଆସ ଭାରି, ତୁମ ଦସ୍ତଖତ କରିବ, ମୁଁ କାଲି କେସ୍ ପାଇଛି, ପିଟିସନ ରେଡି ପାଇଛି। ମୁଁ ସେଠୁ ତାଙ୍କ ଘରକୁ ଦୌଡ଼ିକି ଗଲି ଚାମ୍ବରକୁ। ନାଇଁ ଏଠି ଆମର ରାଜା ବଗିଚାରେ ଆଜ୍ଞା ରାଜା ଯାଇ ପହଞ୍ଚିଲି। ସେଠୁ ତାଙ୍କ ପୁଅ ମୋ ସାଙ୍ଗ କ'ଣ କାଲି କହିଦେଇ ଗଲୁ, ବାବା ରାତି ସାରା ଝାଡ଼ା ଯାଉଛନ୍ତି, ଶୋଇନାହାନ୍ତି, ଏ ବହି ଖେଳି ଏକଦମ ଦେହ ଖରାପ ହେଇଗଲାଣି ତାଙ୍କର। ବସ ଅଛି ମିଳିଲା କେସ୍ ରେକର୍ଡ କରିକି ସେ ଡ୍ରାଫ୍ଟ କରିଛନ୍ତି। ସେତେବେଳେ ବୋଧେ ରାଧା ପଟ୍ଟନାୟକ ସେ ଚେୟାରରେ ଥାନ୍ତେ, ରାଧା ପଟ୍ଟନାୟକ ଆଉ ବେହେରା, ଜଷ୍ଟିସ୍ ବାଳକୃଷ୍ଣ ବେହେରା, ସେ କୋର୍ଟକୁ କେସ୍କୁ ନେଲେ। ସେ କେସ୍ ଚାଲିଲା। ସେ କେସ୍ରେ ମୁଁ ସାଙ୍ଗେ ଷ୍ଟେ ଅର୍ଡର ହେଇଗଲା, ଗଭର୍ଣ୍ଣରଙ୍କ ଉପରେ ଷ୍ଟେ ଅର୍ଡର ହେଇଗଲା। ମାନେ ଆପଣ ମାନେ ମୁଁ ପୁଣି ଫେରି ପାଇଲି। କିନ୍ତୁ ଷ୍ଟାଟସ୍ କୋ ସବୁଦିନ ପାଇଁକି ମୁଁ ଯାହା ଚାହିଁଥିଲି ମୋ ପ୍ରଭୁ ଜଗନ୍ନାଥ ଶୁଣିଲେ। ସବୁଦିନ ପାଇଁକି ରେଜିଷ୍ଟର୍ଡ ଗ୍ରାଜୁଏଟ୍ରେ ଏଇ ଯେଉଁ ଟାଇପ୍ର ଭୋଟ ହେଉଥିଲା ତାହା ନିଶ୍ଚିନ୍ତ ହେଇଗଲା। ଆଉ ନାହିଁ ସେ ୟୁନିଭର୍ସିଟି ବ୍ୟବସ୍ଥା ଆଉ ନାହିଁ। ଏଇଟା ହେଉଛି ମୋର ସବୁଠାରୁ ବଡ଼ ଅନୁଭୂତି ଏବଂ ମୋର ଜୀବନ ଭିତରେ। ଆଉ ଆପଣଙ୍କର ଜରିଆରେ ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଇଁ ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ମୁଁ ଜଣାଇ ଦିଏ, ଯଦି ବିଶ୍ୱାସ ସ୍ଥାପନ କରିବେ ପ୍ରଭୁ ଉପରେ, ପୁରାପୁରି ବିଶ୍ୱାସ ସ୍ଥାପନ କରିବେ ଏବଂ ନିଷ୍ଠାର ସହିତ ବିଶ୍ୱାସ ସ୍ଥାପନ କରିବେ, ନିଶ୍ଚିତ ଭାବରେ ପ୍ରଭୁ ଆପଣଙ୍କ ପାଖରେ ଛିଡ଼ା ହେବେ। ଏତକ ମୋର ବିଶ୍ୱାସ ହେଇଯାଇଛି। ଦର୍ଶକ ବନ୍ଧୁ, ଆପଣମାନେ ଶୁଣୁଥିଲେ ଶ୍ରୀଯୁକ୍ତ ପଞ୍ଚାନନ କାନୁନଗୋଙ୍କୁ, ତାଙ୍କର ଜୀବନଚର୍ଯ୍ୟାର, ତାଙ୍କର ଅଭିଜ୍ଞତାର, ତାଙ୍କର ଅନୁଭୂତିର ସମସ୍ତ ପର୍ଯ୍ୟାୟକୁ ଆମେ ଆଜି ବିଶ୍ଳେଷଣ କଲେ। ତାଙ୍କ ବିଚାରବୋଧ ଏବଂ ତାଙ୍କର ଯେଉଁ ନିର୍ଭୀକ ସଚୋଟ ପଣିଆ ନିଶ୍ଚିତ ଭାବରେ ସମସ୍ତଙ୍କୁ ମାର୍ଗଦର୍ଶନ କରିବ, ଏଥିରେ ତେଳେ ମାତ୍ର ସନ୍ଦେହର ଅବକାଶ ନାହିଁ। ଆଜିର ଅଧ୍ୟାୟକୁ ଏଇଠି ସାରିବା ଏବଂ ଆସନ୍ତା ଆଗାମୀ ଅଧ୍ୟାୟରେ ଆଉ ଜଣେ ନୂଆ ଅତିଥିଙ୍କ ସହିତ ଭେଟ ହେବା। ରହୁଛି, ନମସ୍କାର।